ଲୋକ ପୁସ୍ତକ 10 ପର୍ବ 25 ପଦରୁ 37 ପଦ ଯାଏଁ। ଆଉ ଦେଖ, ଜଣେ ବ୍ୟବସାୟ ଶାସ୍ତ୍ରକୁ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଣ କରିବି? ସେଥିରେ ସେ ତାହାଙ୍କୁ କହିଲେ, ବ୍ୟବସ୍ଥାରେ କଣ ଲେଖା ଅଛି, ତୁମ୍ଭେ କିପରି ପାଠ କରୁଅଛ? ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର, ପୁଣି ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ସେଥିରେ ସେ ତାହାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ଉତ୍ତର ଦେଲ, ଏହା କର, ତାହେଲେ ତୁମ୍ଭେ ଜୀବନ ପାଇବ। କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ? ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଜେରୁସାଲାମରୁ ଜିରିହକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇ ନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ। ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ। ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ। କିନ୍ତୁ ଜଣେ ସମ୍ମିଳନୀ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଏବଂ ପାଖକୁ ଯାଇ ତାହାର କ୍ଷେତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେହି ସବୁ ବାନ୍ଧିଦେଲେ। ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାର ଗୋଟିଏ ପାନ୍ଥଶାଳାକୁ ଘେନି ଯାଇ ତାହାର ସେବା ଶୁଶ୍ରୂଷା କଲେ। ତହିଁ ଆର ଦିନ ସେ 2ଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବା ଶୁଶ୍ରୂଷା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ ତାହା ମୁଁ ବାହୁଡ଼ି ଆସିବା ସମୟରେ ତୁମକୁ ପରିଶୋଧ କରିବି। ଏହି 3 ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ? ସେ କହିଲେ, ଯେ ତାହା ପ୍ରତି କଲା ସେ। ଯୀଶୁ ଯୀଶୁ ତାଙ୍କୁ କହିଲେ, ଯାଅ, ତୁମେ ମଧ୍ୟ ସେହି ପ୍ରକାର କର। ହଁ, ସମସ୍ତେ କ୍ୟାମେରା ସାମ୍ନାକୁ ଆସନ୍ତୁ। ସମସ୍ତେ ଯଦି କିଛି କରୁନାହାନ୍ତି, ବ୍ୟସ୍ତ ନାହାନ୍ତି, ସମସ୍ତେ କ୍ୟାମେରା ଓପନ୍ କରିକି ବସିଲେ ବେଶୀ ଭଲ ହବ। ସନ୍ଧ୍ୟା ସମୟରେ କି କାମ ଥିବ? କିଛି କାମ ନଥିବ ଏବେ। କିଏ କିଏ ଶୋଇଥିବ, କିଏ ବୁଲୁଥିବ। ଚାଲନ୍ତୁ, ଭିଡ଼ିଓ ଅନ୍ କରନ୍ତୁ ସମସ୍ତେ, ଆଉ ବସିକି ଈଶ୍ୱରଙ୍କ ବାକ୍ୟ ଆମେ ଶୁଣିବା। ଆଶା କରେ ସମସ୍ତେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଏ ସମୟରେ ଖୁସିରେ ଆଶାରେ ଥିବେ ବୋଲି ମୁଁ ଆଶା କରୁଛି। ଆମେ ବାକ୍ୟ ଯେତେବେଳେ ଦେଖୁଛୁ, ସେଠି ପରିତ୍ରାଣ ପାଇଲା ପରେ ଜଣେ ମନୁଷ୍ୟ କେମିତି ବଞ୍ଚିବା ଦରକାର, ଆଉ ପରମେଶ୍ୱରଙ୍କ ଇଚ୍ଛା କଣ, ତ ସେ ପ୍ରକାର ବିଷୟକୁ ପାଇକି ବଞ୍ଚିବାଟା ହେଉଛି ଗୋଟେ ଜଣେ ଧାର୍ମିକର ଜୀବନ। କିନ୍ତୁ ବେଳେ ବେଳେ ଆମେ ଯେତେବେଳେ ପରିତ୍ରାଣ ପାଇଛୁ, ତ ଅଧିକାଂଶ ସମୟରେ ଆମେ ଏକ ପ୍ରକାର ଲାଇଫ୍ ବହୁତରେ କାଟୁଛୁ। ଆଉ ଆମେ ଜଣେ ଲୋକ ନିଜର ଚିନ୍ତାକୁ ମଧ୍ୟ ଠିକ୍ ବୋଲି ମନେ କରୁଛୁ, ଆଉ ପରମେଶ୍ୱରଙ୍କର ବାକ୍ୟ ମଧ୍ୟ ଠିକ୍ ବୋଲି ମନେ କରୁଛୁ। କିନ୍ତୁ ଦୁଇଟା ବିଷୟ ଯଦି ଠିକ୍ ହେଇଯିବ ଆମ ଲାଇଫରେ, ହେଲେ ଆମ ପାଖରେ ଦୁଇଟା କେବେ ମଧ୍ୟ ରହିପାରିବ ନାହିଁ। କେବଳ ଗୋଟେ ହିଁ ରହିପାରିବ। ଏକ ବାକ୍ୟ ରହିବ, ନଚେତ ଆମର ଚିନ୍ତା ପ୍ରକୃତିରେ ରହିବ। ତ ଏ ସମୟରେ ମୁଁ ଇସ୍କାରିୟତ ଯିହୁଦାର ଲାଇଫକୁ ନେଇକି ପ୍ରକୃତିରେ ଚିନ୍ତା କରୁଛି। ତ ଇସ୍କାରିୟତ ଯିହୁଦା କାହିଁକି ପ୍ରକୃତିରେ ଧ୍ୱଂସ ହେଇଗଲା? ତ କଣ ପାଇଁ ସେ ଧ୍ୱଂସ ଆଡ଼କୁ ପ୍ରକୃତିରେ ତାର ହୃଦୟ ପ୍ରକୃତିରେ ବହିଲା? ତ ଗୋଟେ ଗୋଟେ ବିଷୟକୁ ମୁଁ ଏ ସମୟରେ ଯେତେବେଳେ ଚିନ୍ତା କରୁଛି, ତ ମୁଁ ସେ ଜାଗାରେ ମୋର ଇମେଜକୁ ପ୍ରକୃତିରେ ମୁଁ ଭେଟି ପାରୁଛି। ତ ସତରେ ଆମେ ଜଣେ ଲୋକ ନାହୁଁ ଯିଏକି ବିଶ୍ୱାସ ଜୀବନ ବଞ୍ଚିବା ପାଇଁ ସକ୍ଷମ, କି ଆତ୍ମିକ ଜୀବନ ବଞ୍ଚିବା ପାଇଁ ଆମେ ଜଣେ ସକ୍ଷମ, କି ଚର୍ଚ୍ଚରେ ଆମେ ଜଣେ ଲୋକ ସେବା ପାଇବା ପାଇଁ ମଧ୍ୟ ସକ୍ଷମ। କିନ୍ତୁ ସେମିତି କିଛି ନାହିଁ। ଆମେ ନିଜକୁ ଦେଖିଲେ ଆମେ ଜଣେ ଲୋକ ଦାମ୍ଭିକ ଆଉ ଅହଙ୍କାର ଆଉ ଗର୍ବରେ ପରିପୂର୍ଣ୍ଣ ହେଇକି ବଞ୍ଚୁଆ ଲୋକ। କିନ୍ତୁ ପରମେଶ୍ୱର ଏ ସମସ୍ତ ପରିବର୍ତ୍ତେ ପରମେଶ୍ୱର ଆମମାନଙ୍କୁ ଉଲ୍ଟା ପ୍ରେମ ଦେଇକି, ବାକ୍ୟ ଦେଇକି ଆମମାନଙ୍କୁ ମଣ୍ଡଳୀ ଦ୍ୱାରା କଢ଼େଇକି ନେଉଛନ୍ତି। ପରମେଶ୍ୱର ନିଜର ଦାସଙ୍କୁ ଦେଇକି ଆମମାନଙ୍କୁ କଢ଼େଇକି ନେଉଛନ୍ତି।
କିନ୍ତୁ ଆମେ ଯେତେବେଳେ ପରମେଶ୍ୱରଙ୍କ ଦାସମାନଙ୍କ ଦ୍ୱାରା ସେବା ପାଉଛୁ କି ପରମେଶ୍ୱରଙ୍କ ଦ୍ୱାରା ସେବା ପାଉଛୁ, ତ ଆମର ହୃଦୟ ନେଇକି ଅଟୋମେଟିକ ପ୍ରକୃତରେ ଉଚ୍ଚା ହେଇଯାଉଛି। ତ ଉଚ୍ଚା କାହିଁକି ହଉଛି? ଆମେ ନିଜକୁ ସ୍ପେଶାଲ ମନେ କରୁଛୁ, ଆଉ ଆମେ ପ୍ରକୃତରେ ନିଜକୁ ନିଜର ଚିନ୍ତାକୁ ମଧ୍ୟ ଠିକ ବୋଲି କହୁଛୁ। ତ ଆମେ ଯେତେବେଳେ ନିଜେ ସ୍ପେଶାଲ ହେଇଯିବୁ, ତ ସେ ସମୟରେ ବାକ୍ୟ ଛୋଟ ହବ, ପରମେଶ୍ୱର ଛୋଟ ହେବେ, ମଣ୍ଡଳୀ ଛୋଟ ହବ, ଆଉ ମଣ୍ଡଳୀର ସ୍ୱର ପ୍ରକୃତରେ ବେଶୀ ଛୋଟ ଦେଖାଯିବ। ତ ତ ମୁଁ ଯେତେବେଳେ ଚିନ୍ତା କରୁଛି ଇସ୍କାରିୟତ ଯିହୁଦାର ଲାଇଫକୁ ନେଇକି, ତ ମୁଁ ସତରେ ସେ ଜାଗାରେ ନିଜକୁ ସେ ଇସ୍କାରିୟତ ଯିହୁଦାର ଜାଗାରେ ପ୍ରକୃତରେ ପାଇପାରୁଛି। ଯଦ୍ୟପି ଇସ୍କାରିୟତ ଯିହୁଦା 3.5 ବର୍ଷ ଧରିକି ଯୀଶୁଙ୍କର ଅନୁଗମନ କଲା, ଯୀଶୁଙ୍କ ପଛରେ ସେ ବୁଲିଲା, କିନ୍ତୁ ଇସ୍କାରିୟତ ଯିହୁଦାର ହୃଦୟକୁ ଯଦି ଆମେ ଦେଖିବା କହିଲେ, ତାର ହୃଦୟରେ ଶୈତାନ ଦେଇଥିବା ସଂକଳ୍ପ ପ୍ରକୃତରେ ପରିପୂର୍ଣ୍ଣ ହେଇକି ଅଛି। ସେଥିପାଇଁ ଯଦ୍ୟପି ତାର ଶରୀର ଯୀଶୁଙ୍କର ଅନୁଗମନ କରୁଛି, କିନ୍ତୁ ତାର ହୃଦୟ ତାର ମନକୁ ଦେଖିଲେ ସେ ଜଣେ ଲୋକ ଶୈତାନର ଦାସ ହେଇକି ପ୍ରକୃତରେ ବଞ୍ଚୁଛନ୍ତି। ସେଥିପାଇଁ ଶରୀର ଗୁରୁତ୍ୱପୂର୍ଣ୍ଣ ନାହିଁ, କିନ୍ତୁ ତା ପାଖରେ ଯୋଉ ସ୍ପିରିଟ ଅଛି ସେଇଟା ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ଯଦ୍ୟପି ସେ ଜଣେ ଲୋକ ପରିତ୍ରାଣ ପାଇଲେ, ପରିତ୍ରାଣ ପାଇଲା ପରେ ଯୀଶୁ ତାଙ୍କୁ କହିଲେ ମୋର ଅନୁଗମନ ପରେ, ତ ସେ ଯୀଶୁଙ୍କର ଅନୁଗମନ କଲା, କିନ୍ତୁ ସେ କେବେ ମଧ୍ୟ ନିଜର ଚିନ୍ତାକୁ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କଲା ନାହିଁ। ନିଜର ଚିନ୍ତାକୁ ଧରିକି ସେ ଯୀଶୁଙ୍କର ଯେହେତୁ ଅନୁଗମନ କଲା, ସେ ଶେଷ ପର୍ଯ୍ୟନ୍ତ କେବେ ମଧ୍ୟ ଅନୁଗମନ କଲା। ସେଥିପାଇଁ ଇସ୍କାରିୟତ ଯିହୁଦା କେବେ ବି ଭାବି ନାହିଁ ମୁଁ ଜଣେ ଲୋକ ଧ୍ୱଂସ ଆଡକୁ ପ୍ରକୃତରେ ଯାଉଛି, ମୋର ଚିନ୍ତାର ସ୍ୱର ଶୁଣିଲେ ମୁଁ ଜଣେ ଲୋକ ପ୍ରକୃତରେ ଧ୍ୱଂସ ହେଇଯିବି, ମରିଯିବି, ସେ କେବେ ମଧ୍ୟ ଚିନ୍ତା କଲା ନାହିଁ। ତ କାହିଁକି ସେ ଚିନ୍ତା କଲା ନାହିଁ? ତାଙ୍କ ପାଖରେ ଚେତନା ଦେବା ପରି କୌଣସି ଆତ୍ମା ତାଙ୍କ ପାଖରେ ନଥିଲା। ତ ବିନା ଆତ୍ମାଙ୍କ ଦ୍ୱାରା ଯେହେତୁ ସେ ବଞ୍ଚୁଥିଲା, ତ ସେଥିପାଇଁ ସେ ଜଣେ ଲୋକ ଶେଷରେ ଯୀଶୁଙ୍କୁ ବିକ୍ରୟ କରିବା ଲୋକ ହେଇଗଲେ। ତ ଇସ୍କାରିୟତ ଯିହୁଦା କାହିଁକି ଯୀଶୁଙ୍କୁ ସେ ବିକ୍ରୟ କଲା? ତ ତା ପାଖରେ ଆ, ସେ 30 ଟଙ୍କା ରୂପା ମୁଦ୍ରା ହଉଛି ବହୁତ ବଡ ପ୍ରକୃତରେ, ବହୁତ ବଡ ହେଇଗଲା। ଏ ସମୟରେ ମୁଁ ହଠାତରେ ଫେସବୁକ୍ ଦେଖିଲା ବେଳକୁ, ତ ଦେଖୁ ଦେଖୁ ମୁଁ ପୁରୁଣା କାଳିଆ କଏନ୍ ଯାକ ଦେଖିଲି, ଯୋଉଟା 1 ପଇସା, 2 ପଇସା, 3 ପଇସା, 5 ପଇସା, 20 ପଇସା, 25 ପଇସା ଯାକ କିଏ ଗୋଟେ ସେଇଟା ସାଇତି କରିକି ଫଟୋ ଉଠେଇକି ପ୍ରକୃତରେ ଫେସବୁକରେ ଅପଲୋଡ କରିଛି। ମୁଁ ସେଇଟାକୁ ଦେଖିକି ମୁଁ ସ୍କ୍ରିନ୍ ସଟ୍ କରିଦେଲି। ସେଇଟା ମତେ ବହୁତ ଭଲ ଲାଗିଲା। କାହିଁକି ଭଲ ଲାଗିଲା? ମୁଁ ପଛ ଜୀବନକୁ ମନେ ପକେଇଲି। ଆମେ ଯେତେବେଳେ ହଷ୍ଟେଲରେ ପଢୁଥିଲୁ, ହଷ୍ଟେଲରେ ପଢିଲା ବେଳକୁ ଆମକୁ ଆମର ବାପା 20 ପଇସା ଦଉଥିଲେ। 20 ପଇସା ଦଉଥିଲେ, ନହେଲେ 5 ପଇସା ଦଉଥିଲେ, ନହେଲେ 10 ପଇସା ଦଉଥିଲେ, ନହେଲେ 25 ପଇସା। 25 ପଇସା ମଧ୍ୟ ଆମ ପାଇଁ ବେଶୀ ବେଶୀ ଥିଲା। ଆମେ ଛୋଟବେଳୁ, ଆମେ ଯେତେବେଳେ ପ୍ରଥମ, ଦ୍ୱିତୀୟ, ତୃତୀୟ ପଢିଲା ବେଳକୁ ମୁଁ ଏ ପଇସା ଯାକ ପ୍ରକୃତିରେ ୟୁଜ କରିଛି। 20 ପଇସା ନେଇକି ଚକୋଲେଟ କିଣିଲେ 20ଟା ଚକୋଲେଟ ଆସୁଥିଲା। ତ ମତେ ବହୁତ ଖୁସି ଲାଗିବ। ଆଉ ଯାହା ପାଖରେ 20 ପଇସା ଅଛି, ହଷ୍ଟେଲ ପିଲାମାନେ ତାକୁ ଗୁଡେଇବେ ପଛରେ ପଛରେ, କାହିଁକି ସେ 20ଟା ଚକୋଲେଟ ଖାଇବ ବୋଲି। ସେଥିପାଇଁ ମୁଁ ବେଳେ ବେଳେ ଘରକୁ ଯାଇ କେତେବେଳେ ଏ ପ୍ରକାର 20 ପଇସା, 30 ପଇସା, 50 ପଇସା ନେଇକି ଯାଏ। ତ ମୋର ସାଙ୍ଗମାନେ ବେଶୀ ପଢୁଥିଲେ। ସେଥିପାଇଁ ମୁଁ ବହୁତ ଖୁସି ହଉଥିଲି ଯେତେବେଳେ ସେମାନେ ମତେ ଗୁଡଉଥିଲେ। ମୋ ପଛରେ ଯେତେବେଳେ ଆସିଥିଲେ ମୁଁ ବେଶୀ ଖୁସି ହଉଥିଲି। ତ ଏ ବିଷୟକୁ କାହିଁକି ମୁଁ ପ୍ରକୃତରେ କହିଲି, ଯେତେବେଳେ ଶୈତାନ ଇସ୍କାରିୟତ ଯିହୁଦାର ହୃଦୟରେ ସଂକଳ୍ପ ଜାତ କରୁଛି, ତ ଶୈତାନର ସ୍ୱର ଯେତେବେଳେ ଇସ୍କାରିୟତ ଯିହୁଦା ପାଇଁ ଯେତେବେଳେ ବଡ ହେଇଯାଉଛି, ତ ଇଏ ଶୈତାନର ଦାସ ଯେତେବେଳେ ହେଇଯାଉଛି, ତ ଶୈତାନ ମଧ୍ୟ ଯିହୁଦାକୁ ନେଇକି ବେଶୀ ଖୁସି ଥିବ। କାହିଁକି ଖୁସି ଥିବ ଜାଣିଛନ୍ତି? ଯେହେତୁ ଯିହୁଦା ଜଣେ ଲୋକ ଶୈତାନର ଅନୁଗମନ କରୁଛନ୍ତି। ସେଥିପାଇଁ ପୃଥିବୀରେ କୋଉ ଲୋକର ହୃଦୟରେ ଶୈତାନ ଅଧିକ କାମ করে ଜାଣିଛନ୍ତି? ଯୋଉ ଲୋକମାନେ ପରିତ୍ରାଣ ପ୍ରାପ୍ତ ଖ୍ରୀଷ୍ଟିଆନ। ତ ପରିତ୍ରାଣ ପ୍ରାପ୍ତ ଖ୍ରୀଷ୍ଟିଆନ ଲାଇଫରେ ଶୈତାନ ବହୁତ କାମ କରିଥାଏ। ଜଗତର ଅଭିଳାଷ, ଆଁ, ନିଜର ଚିନ୍ତାକୁ ଶୁଣିବାଟା, ଚର୍ଚ୍ଚର ସ୍ୱର ଛୋଟ କରିବାଟା,
ଶୈତାନ ଏ ପ୍ରକାର ଅନେକ ଗୁଡ଼ିଏ ବିଷୟ ପ୍ରକୃତିରେ ଦେଖେଇଥାଏ। ଆପଣମାନେ ଜାଣିଛନ୍ତି ଆଁ, ଆମେ ଯେତେବେଳେ ନହଙ୍କର ଜଳପ୍ଲାବନ ବିଷୟରେ ଯେତେବେଳେ ଚିନ୍ତା କରିବା, ସେଠି 150 ଦିନ ଜଳପ୍ଲାବନ ହେଲା ପରେ ନହ ଗୋଟେ ଦିନ ଝରକା ଖୋଲିଲେ ଆଉ ଡାମରା କାହାକୁ ପ୍ରକୃତିରେ ଛାଡ଼ିଲେ। ତ ଡାମରା କାହାକୁ ଯେତେବେଳେ ଛାଡ଼ିଲେ, ତ ଯେତେବେଳେ ସେ ମାନେ ଜାହାଜରୁ ବାହାରିକି ଆସିଲା, ତ କାଉ ପ୍ରକୃତିରେ ଦେଖିଲା ସେଠି ଅନେକ ଗୁଡ଼ିଏ ଶବ ପ୍ରକୃତିରେ ପଡ଼ିଛି। ଅନେକ ଗୁଡ଼ିଏ ପଶୁ ପକ୍ଷୀ ମରିଛନ୍ତି, ଅନେକ ଗୁଡ଼ିଏ ଜୀବଜନ୍ତୁ ପ୍ରକୃତିରେ ମରିଛନ୍ତି, ଲୋକ ମରିଛନ୍ତି। ତ କାଉକୁ ବହୁତ ଖୁସି ଦେଖାଗଲା। ଆଶା, ସେ କାଉ ନାଇକି ବହୁତ ଆଶା ପାଇଲା। କଣ ଆଶା ପାଇଲା? ଯେହେତୁ କାଉ ହଉଛି ଗୋଟେ ପ୍ରାଣୀ ଯିଏକି ମାଂସାଶୀ ପ୍ରାଣୀ। ତ ନହଙ୍କ ଜାହାଜ ଭିତରେ ଯେତେବେଳେ ସେ ଅଛି 150 ଦିନ ଧରିକି, ପାଖାପାଖି 5 ମାସ ଧରିକି, ତ କୋଉ ପ୍ରକାର ଖାଦ୍ୟ ଖାଇଥିବ ଜାଣିଛନ୍ତି? ଏ କାଉ ନହ ପ୍ରସ୍ତୁତ କରିଥିବା ଖାଦ୍ୟ ଖାଉଥିବ। ସେଥିପାଇଁ ଏ କାଉକୁ ପ୍ରକୃତରେ ସେଟା ଗୋଟେ ପ୍ରକାର ଖାଦ୍ୟ ଖାଇବା ପାଇଁ ଭଲ ଲାଗୁନାହିଁ। ସେଥିପାଇଁ ସେତେବେଳେ ନହ ଯେତେବେଳେ ଛାଡ଼ିଲେ ଝରକା ଖୋଲା କରିକି, ବାହାରକୁ ଯା କହିକି, ତ ସେ ସମୟରେ ଇଏ ପ୍ରକୃତିରେ ଦିନ ସାରା ପ୍ରକୃତିରେ ଇଆଡ଼େ ସିଆଡ଼େ ଗାତାୟତ କଲା, ଆଉ ସେ ପୁନର୍ବାର ଫେରି ନାହିଁ ଲେଖା ହେଇଛି। ତ ଜାହାଜକୁ କାହିଁକି ପୁନର୍ବାର ଫେରି ନାହିଁ? ଯେହେତୁ ଏ କାଉ ହଉଛି ମାଂସାଶୀ ପ୍ରାଣୀ, ସେଥିପାଇଁ ଏ ଜଗତରେ ତାର ଖାଦ୍ୟ ପ୍ରକୃତିରେ ପାଇଲା। ତ ଖାଲି ସେତିକି ଖାଲି ନାହିଁ। ଆମେ ଯଦି ଦେଖିବା କହିଲେ, ଏ କାଉର ବିଷୟରେ ଯଦି ଚିନ୍ତା କରିବା କହିଲେ, ଯଦ୍ୟପି କାଉ ପ୍ରକୃତିରେ ଜାହାଜରୁ ବାହାରିକି ଆସିଲା, କିନ୍ତୁ ପରବର୍ତ୍ତୀ ସମୟରେ ଆମେ କାଉ ବିଷୟରେ ଯଦି ଦେଖିବା କହିଲେ, ଆ, କୋଉ ଜାଗାରେ ମଧ୍ୟ ପ୍ରକୃତିରେ ଲେଖା ଯାଇନାହିଁ। କିନ୍ତୁ ଏ କାଉ ପ୍ରକୃତିରେ ଯାଇଥିବ, ଇଏ ସତରେ ସେ ଜାଗାରେ କଣ ବଞ୍ଚିଥିବ କି? ଖାଇଲା ପରେ କଣ ଇଏ ପ୍ରକୃତିରେ ବଞ୍ଚିଥିବ? ଯଦି ପାଣି ପ୍ରକୃତିରେ ହ୍ରାସ ହେଇନାହିଁ, କିନ୍ତୁ ଇଏ ନିଜର ପାଦ କୋଉ ଜାଗାରେ ରଖିଥିବ? କୋଉ ଜାଗାରେ ପ୍ରକୃତିରେ ଇଏ ଜଣେ ଲୋକ ସାହାରା ପାଇଥିବ? କୋଉ ଜାଗାରେ ମଧ୍ୟ ସାହାରା ନଥିବ, କୋଉ ଜାଗାରେ ମଧ୍ୟ ୟାର ଜୀବନ ନଥିବ। ହଁ, ଯଦ୍ୟପି ତାର ପେଟ ଫୁଲ ଥିବ, କିନ୍ତୁ ଯଦି ଇଏ ବିଶ୍ରାମ କରିବା ଜାଗା ଯଦି ନାହିଁ, ନିଶ୍ଚିନ୍ତ ଭାବରେ ଏ କାଉ ମରିଯାଇଥିବ। ସତରେ born again ହେଲା ପରେ, ପରିତ୍ରାଣ ପାଇଲା ପରେ, ଶୈତାନ ମଧ୍ୟ ଆମମାନଙ୍କ ଲାଇଫରେ ଏ ପ୍ରକାର ଆଶା ପ୍ରକୃତିରେ ଦେଖଉଛି ଜଗତରେ। ସେଥିପାଇଁ ଏ ଶରୀର କେବେ ମଧ୍ୟ ପରିବର୍ତ୍ତନ ହବ ନାହିଁ, ଆଉ ଆମର ଚିନ୍ତା କେବେ ମଧ୍ୟ ଚେଞ୍ଜ ହବ ନାହିଁ। କିନ୍ତୁ କଣ ଚେଞ୍ଜ ହେଇପାରିବ? କଣ ପରିବର୍ତ୍ତନ ହେଇପାରିବ? ଆତ୍ମା ପରିବର୍ତ୍ତନ ହେଇପାରିବ, ଆଉ ବାକ୍ୟ କେବେ ମଧ୍ୟ ଚେଞ୍ଜ ହେଇପାରିବ ନାହିଁ। କିନ୍ତୁ ମନୁଷ୍ୟର ସଦାବେଳେ ଚିନ୍ତା ପ୍ରକୃତିରେ ଚେଞ୍ଜ ହେଇପାରିବ। ସେଥିପାଇଁ ମନୁଷ୍ୟ ଯେତେବେଳେ ପୃଥିବୀରେ ବଞ୍ଚୁଛନ୍ତି, ତ କୋଉ ପ୍ରକାର ଲାଇଫ ବଞ୍ଚିବା ପାଇଁ ଇଚ୍ଛା କରନ୍ତି? ବହୁତ କମ ପରିଶ୍ରମ କରିକି ଅଧିକ ରୋଜଗାର କରିବା। ବିନା ପରିଶ୍ରମରେ ଅଧିକ ରୋଜଗାର କରିକି ଖୁସି ହେବା ପାଇଁ ଲୋକମାନେ ପ୍ରକୃତିରେ ବଞ୍ଚୁଛନ୍ତି। ତ ଲୋକ ଏ ପ୍ରକାର ଜୀବନ ବଞ୍ଚିବା ପାଇଁ ବେଶୀ ଖୁସି ହୁଅନ୍ତି। କିନ୍ତୁ ଅଧିକ ଇନଭେଷ୍ଟ କରିକି କମ ଆୟ କରିବା ଜାଗାରେ ଲୋକ କେବେ ବି ଖୁସି ପ୍ରକୃତିରେ ହେଇପାରୁନା। ତ ମୁଁ ଏ ସମୟରେ ଏ ଲୋକ ପୁସ୍ତକ ବାକ୍ୟକୁ ନେଇକି ଯେତେବେଳେ ଚିନ୍ତା କରୁଛି, ତ ଏ ଜାଗାରେ ଆମେ ଗୋଟେ ବିଷୟକୁ ପାଇପାରିବା। ଯୋଉ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଅଛି, ଏ ଯୀଶୁଙ୍କୁ କଣ ବୋଲି ପଚାରିଲେ? ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବେ ମୁଁ କଣ କରିବି ବୋଲି ପଚାରିଲେ। ଫାଷ୍ଟ ବିଷୟ ହଉଛି, ଇଏ ଯୋଉ କୋଶ୍ଚିନ୍ କରିଛି, ସେ କୋଶ୍ଚିନ୍ ଆଗେ ଭୁଲ ଅଛି। ତ ଇଏ କଣ କରିବି କହୁଛି, ଅନନ୍ତ ଜୀବନର ଅଧିକାରୀ ହେବେ ମୁଁ କଣ କରିବି କହୁଛି। ସତରେ ଇଏ ଯଦି ପଚାରିଥାନ୍ତା ଅନନ୍ତ ଜୀବନ ଅଧିକାରୀ ହେବେ ମୁଁ କଣ କରିପାରିବି, ସତରେ ମୁଁ ଜଣେ ଲୋକ କରିପାରିବା ଲୋକ କି? ଯଦି ସେ ନିଜକୁ ପଚାରିଥାନ୍ତା ଯୀଶୁଙ୍କୁ ପଚାରିବା ଜାଗାରେ, ଇଏ ଜଣେ ଲୋକ କୋଉ ଜାଗାରେ ନିଜକୁ ପାଇଥାନ୍ତା ଜାଣିଛନ୍ତି? ଆରେ ମୁଁ ଜଣେ ଲୋକ ଅକର୍ମଣ୍ୟ ଦାସ, ମୋ ଦ୍ୱାରା କିଛି ହବ ନାହିଁ। ମୁଁ କେବେ ମଧ୍ୟ ଅନନ୍ତ ଜୀବନର ଅଧିକାରୀ ହେଇପାରିବି ନାହିଁ। ମୋ ପାଖରେ ସେ ପ୍ରକାର ବଳ ପ୍ରକୃତିରେ ନାହିଁ, ମୋ ପାଖରେ ସେ ପ୍ରକାର କୌଣସି ଶକ୍ତି ନାହିଁ। ତେବେ ସେ ସମୟରେ ଇଏ ଜଣେ ଲୋକ ପ୍ରକୃତିରେ ଯୀଶୁଙ୍କ ଉପରେ ନିର୍ଭର କରିକି ବଞ୍ଚୁବା ଲୋକ ହେଇଥାଏ। କିନ୍ତୁ ଇଏ କେବେ ମଧ୍ୟ ସେ ପ୍ରକାର ଚିନ୍ତା କଲେ ନାହିଁ। କିନ୍ତୁ ନିଜକୁ ଉତ୍ତମ ଦେଖେଇବା ପାଇଁ, ନିଜକୁ ଧାର୍ମିକ ଦେଖେଇବା ନିମନ୍ତେ ଇଏ ଯୀଶୁଙ୍କ ପ୍ରକୃତିରେ ପଚାରିଲେ, ମୁଁ ଅନନ୍ତ ଜୀବନର ଅଧିକାରୀ ହେବି ମୁଁ କଣ କରିବି ବୋଲି। ତ ଯୀଶୁ କହିଲେ, ବ୍ୟବସ୍ଥାରେ କଣ ଲେଖା ହେଇଛି, ତମେ କଣ ପାଠ କରୁଛ? ଇଏ ଉତ୍ତର ଦେଲା, ନାଇଁ ବ୍ୟବସ୍ଥାରେ ଲେଖା ହେଇଛି। କଣ ଲେଖା ହେଇଛି?
ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି, ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ପୁଣି ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ। ତ ଯୀଶୁ ଯେତେବେଳେ ଶୁଣିଲେ, ଠିକ କହିଲ, ଯଥାର୍ଥ ଉତ୍ତର ଦେଲ, ତମେ ଯାଅ ସେମିତି କାମ କର, ତେବେ ତମେ ଜୀବନ ପାଇବ କହିଲେ। ତ ସତରେ ଇଏ ଜଣେ ଲୋକ ସେ ଜାଗାରେ ମୋତେ ଚିନ୍ତା କରିବାର ଥିଲା, ଯେ ସତରେ ମୁଁ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିପାରିବି କି? ସମସ୍ତ ମନ ଦେଇକି, ଆଁ, ସମସ୍ତ ପ୍ରାଣ, ସମସ୍ତ ମନ ଦେଇକି ମୁଁ କଣ ପ୍ରଭୁ ପରମେଶ୍ୱରଙ୍କୁ ମୁଁ ସତରେ ପ୍ରେମ କରିପାରିବି କି? ଇଏ ଯଦି ନିଜକୁ ପଚାରିଥାନ୍ତା, ନିଜକୁ ଡାଉଟ୍ କରିଥାନ୍ତା, ହେଲେ ଇଏ ନାହିଁ କି ଯୀଶୁଙ୍କର ବାକ୍ୟ କହିବାଟା ବିଶ୍ୱାସ କରିଥାନ୍ତା। ତ ଇଏ କୋଉ ପ୍ରକାର ଭାବରେ ବିଶ୍ୱାସ କରିଥାନ୍ତା? ମୁଁ ଜଣେ ଲୋକ ନାହିଁ ଯିଏକି ସକ୍ଷମ, ମୁଁ ଜଣେ ଲୋକ ନାହିଁ ଯିଏକି ଅନନ୍ତ ଜୀବନର ଅଧିକାରୀ ହେଇପାରିବି। ମୁଁ ହଉଛି ସେ ଲୋକ ଯିଏକି ଅନନ୍ତ ନରକକୁ ପ୍ରକୃତିରେ ଯିବା ଲୋକ। ତେବେ ଇଏ ଅଟୋମେଟିକ ତାର ମନ ପ୍ରକୃତିରେ ଫିଙ୍ଗି ଦେଇଥାନ୍ତା। ତାର ହୃଦୟକୁ ପ୍ରକୃତିରେ ଶୂନ୍ୟ କରିଥାନ୍ତା, ନିଜକୁ ଅସ୍ୱୀକାର କରିକି ପ୍ରକୃତିରେ ବଞ୍ଚିଥାନ୍ତା। କିନ୍ତୁ ଇଏ ଜଣେ ଲୋକ ସେ ପ୍ରକାର ଲୋକ ହେଇଗଲେ, ଇଏ ନିଜେ ପ୍ରକୃତିରେ କିଛି କରିପାରବା ଲୋକ ହେଇଗଲେ। ସେଥିପାଇଁ ଆମେ ଯେତେବେଳେ ମଣ୍ଡଳୀ ଭିତରେ ପ୍ରକୃତିରେ ବଞ୍ଚୁଛୁ, ମଣ୍ଡଳୀ ମଣ୍ଡଳୀ ଠାରୁ କିଛି ଗୋଟେ ସ୍ୱର ଯେତେବେଳେ ଆମ ପାଖରେ ଆସୁଛି, ଆମକୁ କେମିତି ଲାଗୁଛି? ହଁ, ଆମେ ହଉଛୁ ସେବା ପାଇବା ଦରକାର, ସେବା ପାଇବା ପାଇଁ ଆମେ ଯୋଗ୍ୟ ଲୋକ, ଆମେ ହଉଛୁ ନିଶ୍ଚିନ୍ତ ଭାବରେ ଆମେ ହଉଛୁ ସ୍ପେଶାଲ ଲୋକ ବୋଲି। କିନ୍ତୁ ଆମେ ନିଜକୁ ଯଦି ପାଇବା କହିଲେ, ସତରେ ଆମେ କଣ ସ୍ପେଶାଲ ଲୋକ କି? କେବେ ବି ନାହିଁ। ଆମେ ହଉଛୁ ଧ୍ୱଂସ ହେବା ଲୋକ, କରପ୍ଟେଡ୍ ହେବା ଲୋକ ଆମେ। ଆଁ? ଆମେ ହଉଛୁ କୁକର୍ମ କରିବା ପାଇଁ ଅଭ୍ୟସ୍ତ ଲୋକ ବୋଲି ଲେଖା ହେଇଛି। ସେଥିପାଇଁ ସେଠି ଲେଖା ହେଇଛି, କୁଶୀୟ ଲୋକ କି ଆପଣା ଚର୍ମ, ଚିତାବାହୁ କି ଆପଣା ଚିତ୍ରବର୍ଣ୍ଣ ବଦଳେଇ ପାରେ, କୁକର୍ମ କରିବା ପାଇଁ ଅଭ୍ୟସ୍ତ ଯେ ତୁମେ କଣ ସୁକର୍ମ କରିପାରିବ ବୋଲି ଲେଖା ହେଇଛି। ସତରେ ପରମେଶ୍ୱର କାହିଁକି ପ୍ରଶ୍ନ ପଚାରିଲେ, ତମେ କଣ ସୁକର୍ମ କରିବ କି କହିଲେ? ଯଦି ଆମେ ସକ୍ଷମ ଥାଆନ୍ତୁ, ତ ପରମେଶ୍ୱର ଆମକୁ କେବେ ମଧ୍ୟ ପ୍ରଶ୍ନ ପଚାରି ନଥାନ୍ତେ, ତମେ କଣ ସୁକର୍ମ କରିବା ପାଇଁ ସକ୍ଷମ କି ବୋଲି। ଭାଇ ଭଉଣୀ ମାନେ, ଆମେ ଯଦି ନିଜକୁ ପଚାରିବା, ସତରେ ଆମେ ଜଣେ ଲୋକ ଧାର୍ମିକ ହେବା ପାଇଁ ସକ୍ଷମ କି? ସତରେ ଆମେ ଜଣେ ଲୋକ ଚର୍ଚ୍ଚରେ ବଞ୍ଚିବା ପାଇଁ ପ୍ରକୃତରେ ସକ୍ଷମ ଲୋକ କି? ସତରେ ଆମେ ଜଣେ ଲୋକ ମଣ୍ଡଳୀ ଦ୍ୱାରା ସେବା ପାଇବା ପାଇଁ ଆମେ କଣ ସ୍ପେଶାଲ ଲୋକ କି? କେବେ ବି ନାହିଁ। ଆମେ ହଉଛୁ ଜଗତର ସମସ୍ତଙ୍କ ଠାରୁ ନିଚ ଜାତି ଲୋକ, ନିଚ ଲୋକ, ଅଦରକାରୀ ଲୋକ। ଆଁ? ପରମେଶ୍ୱରଙ୍କ ଭିତରେ କୌଣସି ଜାତି ନାହିଁ, କୌଣସି ଧର୍ମ ମଧ୍ୟ ନାହିଁ। ଆଁ? ମନୁଷ୍ୟର ଜାତି କଣ ଜାଣିଛନ୍ତି? ମନୁଷ୍ୟର ଜାତି ହଉଛି ପୁରୁଷ ଆଉ ସ୍ତ୍ରୀ, ଏଇଟା ଏକା ଜାତି। ପରମେଶ୍ୱର ଏତିକି ଜାତି ମନୁଷ୍ୟର ରଖିଛନ୍ତି। କିନ୍ତୁ ମନୁଷ୍ୟ ପୃଥିବୀରେ ବଞ୍ଚିଲା ବେଳକୁ ମୋର ଆଁ ମୋର ବ୍ରାହ୍ମଣ ଜାତି, ମୋର ଆଁ କି ଜାତି, ମୋର ଏସଟି ଜାତି, କି ମୋର ଓବିସି, ମୋର ଅଦର କାଷ୍ଟ, ମୁଁ ବ୍ରାହ୍ମଣ, ଏମିତି ତ ଲୋକ ପ୍ରକୃତିରେ ଏ ପ୍ରକାର କରୁଛି। କିନ୍ତୁ ପରମେଶ୍ୱର କୋଉ ପ୍ରକାର ଜାତି କରିଛନ୍ତି? ପୁରୁଷ ଆଉ ସ୍ତ୍ରୀ କରିକି ଆଗେ ଜାତି ରଖିଛନ୍ତି। ସେଥିପାଇଁ ମନୁଷ୍ୟର ପୁରୁଷ ଆଉ ସ୍ତ୍ରୀର ଜାତି ମାନେ ଏରା ପରମେଶ୍ୱର ଦେଇଥିବା ଜାତି ଏଟା। ସେଥିପାଇଁ ଆଁ, ଆମେ ଯଦି ଅଜାତି ଲୋକକୁ ମ୍ୟାରେଜ କରୁ, ସେ କଣ ଛୁଆ ଜନ୍ମ କରିପାରିବ ନାହିଁ କି? ଆଁ? ଆମେ ଯଦି ଅଜାତି ପୁରୁଷକୁ ବାହା ହବୁ, ସେ କଣ ଛୁଆ ଜନ୍ମ କରିପାରିବ ନାହିଁ? ସ୍ୱାମୀ କଣ ସେ ସ୍ତ୍ରୀ ଲୋକ ଦ୍ୱାରା ଜଣେ ଖୁସି ହେଇପାରିବେ ନାହିଁ କି? ଖୁସି ହେବେ। ଆଁ? ସତରେ ଆଁ? ଆମର ଚିନ୍ତା କେତେ ଭୁଲ। ଆମେ କେବେ ମଧ୍ୟ ନିଜକୁ ଆବିଷ୍କାର କରିନୁ। ଇଭେନ ଆମେ ପରିତ୍ରାଣ ପାଇଛୁ, କିନ୍ତୁ ଆମେ ଜଣେ ଲୋକ କେବେ ମଧ୍ୟ ନିଜକୁ ଆବିଷ୍କାର କରିନୁ, ମୁଁ କିଏ? ସତରେ ଆମେ ଯଦି ଆବିଷ୍କାର କରିବା, ଆମେ କୋଉ ଜାଗାରେ ପାଇବା? ହଁ, ମୁଁ ଧୂଳି, ଆଁ? ମୁଁ କିଛି ବି ନାହିଁ, ମୁଁ ହଉଛି ଜଣେ ଧୂଳି କେବଳ। ଏ ଧୂଳିର କଣ ପ୍ରକୃତିରେ ମହତ୍ଵ ଅଛି? ଏ ଧୂଳି ପ୍ରକୃତିରେ କୋଉ ଜାଗାରେ ବ୍ୟବହୃତ ହେଇପାରିବ? ଏ ଧୂଳିକୁ କିଏ ପ୍ରକୃତିରେ ପସନ୍ଦ କରିବ? ଉଁ? ଭାଇ ଭଉଣୀମାନେ ଚିନ୍ତା କରନ୍ତୁ, ଆପଣମାନେ ମଣ୍ଡଳୀକୁ ଭେଟି ନଥାନ୍ତେ, ଜଗତରେ ଆପଣମାନଙ୍କୁ କିଏ ପଚାରିଥାନ୍ତେ? ମୁଁ ଅନୁଗୁଳରେ ଏବେ ପାଷ୍ଟ ହେଇକି ଅଛି। ମୁଁ ଯଦି ପାଷ୍ଟ ହେଇନଥାନ୍ତି, ମୁଁ ଯଦି ମୋର ଲାଇଫ ପ୍ରକୃତିରେ ବଞ୍ଚିଥାନ୍ତି, ମତେ ଆଜି କିଏ ପାଷ୍ଟ ବୋଲି ପ୍ରକୃତିରେ ସମ୍ମାନ ଦେଇଥାନ୍ତେ? ମତେ କିଏ ଆଜି ପ୍ରକୃତିରେ ପାଷ୍ଟ ବୋଲି ପ୍ରକୃତିରେ ଡାକିଥାନ୍ତେ? କିଏ ବି ନାହିଁ, ଜଣେ ବି ନାହିଁ। ଆଁ? କିନ୍ତୁ ମତେ କିଏ କଣ ବୋଲି ଡାକିଥାନ୍ତେ? ମତେ ହୁଁ ଗୋଟେ ଭାଷା ପ୍ରକୃତିରେ ଲଗେଇବା ଦରକାର ନାହିଁ, ସେ ଭାଷା ଲଗେଇକି ଡାକିଥାନ୍ତେ ମତେ। କିନ୍ତୁ ଭାଇ ଭଉଣୀ, ମୁଁ ଏ ସମୟରେ ବେଶୀ ଧନ୍ୟବାଦ ଅଟେ। କାହିଁକି?
ପରମେଶ୍ୱର ମୋତେ ଅନୁଗ୍ରହ କଲେ, ପରମେଶ୍ୱର ମୋତେ ପରିତ୍ରାଣ ଦେଲେ, ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ପ୍ରକୃତିରେ ପରମେଶ୍ୱରଙ୍କ ଦ୍ୱାରା ମୁଁ କେତେ ପ୍ରେମ ପାଇକି ପ୍ରକୃତିରେ ବଢୁଛି। ସତରେ ଖୁସିର ଲୋକ କିଏ ଜାଣିଛନ୍ତି? ଯେ ପରମେଶ୍ୱରଙ୍କ ପ୍ରେମ ଆବିଷ୍କାର କରିକି ପ୍ରକୃତିରେ ବଞ୍ଚୁଛି। ଆଁ? ଯୋଉ ଲୋକର ହୃଦୟରେ ପରମେଶ୍ୱରଙ୍କ ପ୍ରେମ ପ୍ରକୃତିରେ ବଡ ହଉଛି, ସେ ଜଗତର ସମସ୍ତଙ୍କ ଠାରୁ ସ୍ପେଶାଲ ଲୋକ ଆଉ ଆଶୀର୍ବାଦ ପ୍ରାପ୍ତ ଲୋକ ସେ। ଆଁ? ସେଥିପାଇଁ ବାଇବଲରେ ପ୍ରତ୍ୟେକ ଜାଗାରେ ଦୁଇଟା ଛବି ଲେଖା ହେଇଛି। ତ ପରମେଶ୍ୱର କାହିଁକି ଦୁଇଟା ଛବି ରଖିଲେ? ଗୋଟେ ଛବି ରଖିଥିଲେ ତ ଭଲ ହେଇଥାନ୍ତା। ଦୁଇଟା ଛବି ରଖିକି ପରମେଶ୍ୱର ଭୁଲ କଲେ। ବେଳେବେଳେ ଆମେ ସେମିତି ଚିନ୍ତା କରୁଛୁ, କିନ୍ତୁ ସତରେ ଯଦି ଆମେ ଆବିଷ୍କାର କରିବା, ପରମେଶ୍ୱର ସେ ଜାଗାରେ ପ୍ରତ୍ୟେକ ଜାଗାରେ ଦୁଇ ଦୁଇଟା ଛବି ରଖିଛନ୍ତି। ଅନ୍ଧକାର ଯଦି ଅଛି ସେଠି ଦୀପ୍ତି ଅଛି। ଆଁ? ସେଠି ଯଦି ଆଁ, ଶୂନ୍ୟତା ଅଛି, ସେ ଜାଗାରେ ମଧ୍ୟ ପରିପୂର୍ଣ୍ଣତା ମଧ୍ୟ ଅଛି। ସେଠି ପାପୀ ଅଛନ୍ତି, ସେଠି ଧାର୍ମିକ ମଧ୍ୟ ଅଛନ୍ତି। ସେଠି ଜାକୁବ ପରି ଲୋକ ଅଛନ୍ତି, ସେଠି ଏସବ ପରି ଲୋକ ଅଛନ୍ତି। ସେଠି ଅବ୍ରାମ ପରି ଲୋକ ଅଛନ୍ତି, ସେଠି ଲୋଟ ପରି ଲୋକ ଅଛନ୍ତି। ସେଠି ଦାଉଦ ପରି ଲୋକ ଅଛନ୍ତି, ସେଠି ସାଉଲ ପରି ଲୋକ ଅଛନ୍ତି। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ପ୍ରତ୍ୟେକ ଜାଗାରେ ଦୁଇଟା ଛବି ରଖିଛନ୍ତି। ତ ପରମେଶ୍ୱର କାହିଁକି ଦୁଇଟା ଛବି ରଖିଲେ? ଏଇଟା ହଉଛି ଗୋଟେ ଛବି, ଯୋଉଟା କି ଗୋଟେ ଛବି ପରମେଶ୍ୱରଙ୍କ ପ୍ରତି ଛବି, ଆଉ ଗୋଟେ ପ୍ରକାର ଛବି ହଉଛି ଆମମାନଙ୍କର ପ୍ରତି ଛବି। ସେଥିପାଇଁ ପରମେଶ୍ୱର ପ୍ରକାଶିତ ହେବା ପାଇଁ ଚାହୁଁଛନ୍ତି ସେ ସେ ଛବି ଦ୍ୱାରା। ସେଥିପାଇଁ ଆମେ ଯେତେବେଳେ ବାକ୍ୟ ସାମ୍ନାକୁ ଫେରୁଛୁ, ମଣ୍ଡଳୀ ନିକଟକୁ ଫେରୁଛୁ, ତ ଆମେ କଣ ଆମର କୋଉ ପ୍ରକାର ଛବି ପାଇବା ଦରକାର? ହଁ, ମୁଁ ଜଣେ ଲୋକ ଅଦରକାରୀ ଲୋକ, ମୁଁ ଜଣେ ଲୋକ ଅକର୍ମଣୀୟ ଲୋକ, ମୋ ପାଇଁ ଯଦି ଯୀଶୁ କାର୍ଯ୍ୟ କରିବେ ନାହିଁ, ମୁଁ ଜଣେ ଲୋକ କେବେ ମଧ୍ୟ ଖୁସି ହେଇପାରିବି ନାହିଁ, ମୁଁ ଜଣେ ଲୋକ କେବେ ମଧ୍ୟ ଆଶାରେ ପ୍ରକୃତିରେ ଜଗତରେ ବଞ୍ଚି ପାରିବି ନାହିଁ। ଆମେ ଏ ପ୍ରକାର ଆବିଷ୍କାର କରିକି ବଞ୍ଚିବା ପରିବର୍ତ୍ତେ ଆମେ ଜଣେ ଲୋକ ନିଜକୁ ସ୍ପେଶାଲ ମନେ କରୁଛୁ। ଭାଇ ଓ ଭଉଣୀ ମାନେ, ସତରେ ଆଜି ଆମେ ଜାଗାରେ ଯୋଗ ଦେଇଛୁ, ତ ସତରେ ଆପଣ ମାନେ ନିଜକୁ ପଚାରନ୍ତୁ ଆଜି ପରମେଶ୍ୱରଙ୍କର ବାକ୍ୟ ସାମ୍ନାରେ, ସତରେ ଆପଣ ମାନେ ଚର୍ଚ୍ଚରେ ସେବା ପାଇବା ପାଇଁ ଯୋଗ୍ୟ କି? ଏଁ? ସତରେ ଆପଣ ମାନେ ଚର୍ଚ୍ଚରେ ସେବା ପାଇବା ପାଇଁ ଯୋଗ୍ୟ? ଯୀଶୁ ଆପଣମାନଙ୍କୁ ସେବା କରିବା ପାଇଁ ଆପଣମାନେ ଯୋଗ୍ୟ ହେଇ ଅଛନ୍ତି, ସେଥିପାଇଁ ଆପଣମାନେ ଆସିଲେ, ଆପଣମାନେ ମଣ୍ଡଳୀ ଦ୍ୱାରା କନେକ୍ସନ ହେଲେ ନାଇଁ। କିନ୍ତୁ ଆମେ ଜଣେ ଲୋକ ପରିତ୍ରାଣ ପାଇଲା ଦିନ ଠାରୁ ଆମେ ପରମେଶ୍ୱରଙ୍କୁ ଫିଙ୍ଗିକି ପ୍ରକୃତିରେ ବଞ୍ଚୁଛୁ। ସତରେ ଯଦି ବି ଆମେ ବ୍ୟବସ୍ଥା ପାଳନ କରୁନୁ, ବିନା ମୂଲ୍ୟରେ ଆମେ ଧାର୍ମିକ ଗଣିତ କରାଯାଇଅଛୁ, କିନ୍ତୁ ଆମେ ମଧ୍ୟ ନିଜେ ନିଜକୁ ବ୍ୟବସ୍ଥା ସ୍ୱରୂପ ପ୍ରକୃତିରେ ଗଣ୍ୟ କରୁଅଛୁ। ସେଥିପାଇଁ ଆଜି ଆମେ ଯୋଉ ବାକ୍ୟ ପଢୁଛୁ, ତ ଏଇ ଜାଗାରେ ଜଣେ ଦରମରା ଅବସ୍ଥାରେ ପଡିଥିବା ବ୍ୟକ୍ତି ଅଛି। ଏ ଦରମରା ଅବସ୍ଥାରେ ପଡିଥିବା ବ୍ୟକ୍ତି ଇଏ କାହା ଦେଇକି ଯାଇଛି ଜାଣିଛନ୍ତି? ଇଏ କୋଉ ଲୋକକୁ ସାମ୍ନା କରିଛି ଜାଣିଛନ୍ତି? ଡକେଇତ ମାନଙ୍କୁ ସାମ୍ନା କରିଛି। ଏ ଡକେଇତ ମାନଙ୍କର ପ୍ରତିଛବି କଣ ଜାଣିଛନ୍ତି? ବ୍ୟବସ୍ଥାର ପ୍ରତିଛବି। ସେଥିପାଇଁ ବ୍ୟବସ୍ଥାର ପ୍ରତିଛବି, ବ୍ୟବସ୍ଥା ଦ୍ୱାରା ବାଇବଲରେ ଲେଖା ହେଇଛି କିଏ ମଧ୍ୟ ଧାର୍ମିକ ହବ ନାହିଁ। କ୍ରିୟାକର୍ମ ଦ୍ୱାରା କିଏ ମଧ୍ୟ ଧାର୍ମିକ ହବ ନାହିଁ କି ପବିତ୍ର ହବ ନାହିଁ ହେଇଛି। ସେଥିପାଇଁ ଏ ଡକାୟତ ମାନଙ୍କୁ କାହିଁକି ପରମେଶ୍ୱର ଏ ଲୋକକୁ ଦେଲେ? କଣ ପାଇଁ ଦେଲେ ଜାଣିଛନ୍ତି? ଇଏ ନିଜକୁ ପାଇବ, ମତେ ସମରଣୀୟ ପ୍ରତୀକ ଆବଶ୍ୟକ। ସମରଣୀୟ ପ୍ରତୀକ ଯଦି ମୋ ଜୀବନରେ ନାହାନ୍ତି, ମୁଁ ଜଣେ ଲୋକ କେବେ ମଧ୍ୟ ପାନ୍ଥଶାଳାକୁ ନିଆଯିବି ନାହିଁ। ଏ ସମରଣୀୟ ପ୍ରତୀକ ମୋ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ହଁ, ଏ ସମରଣୀୟ ପ୍ରତୀକ ପାଇଁ ମୁଁ ଜଣେ ଲୋକ ପାନ୍ଥଶାଳାକୁ ନେଇକି ପାନ୍ଥଶାଳାର କର୍ତ୍ତାଙ୍କ ଦ୍ୱାରା ପ୍ରକୃତରେ ସେବା ପାଇବି। ପରମେଶ୍ୱର ୟାକୁ ଏ ଜାଗାକୁ ନେବା ପାଇଁ ୟାକୁ ଡକେଇତ ମାନଙ୍କୁ ପ୍ରକୃତରେ ଦେଇଛନ୍ତି। ଭାଇ ଭଉଣୀମାନେ, ପରମେଶ୍ୱର ଆମମାନଙ୍କୁ ବେଳେ ବେଳେ ରୋଗ ଦେଉଛନ୍ତି, ଅନେକ ଗୁଡ଼ିଏ ସିଚୁଏସନ ଦେଉଛନ୍ତି, ଅନେକ ଗୁଡ଼ିଏ ଡିଫିକଲ୍ଟି ଆମ ଜୀବନରେ ରଖୁଛନ୍ତି, ଅନେକ ଗୁଡ଼ିଏ ପ୍ରୋବ୍ଲେମ୍ସକୁ ଆମମାନଙ୍କୁ ଦେଉଛନ୍ତି। କାହିଁକି ପରମେଶ୍ୱର ସମସ୍ତ ବିଷୟ ଆମମାନଙ୍କ ସମ୍ମୁଖରେ ରଖୁଛନ୍ତି ଜାଣିଛନ୍ତି କି? ଯେମିତି ଆମେ ଏ ବିଷୟ ଦ୍ୱାରା କେବଳ ପରମେଶ୍ୱରଙ୍କ ପ୍ରକୃତିରେ ନିର୍ଭର କରିକି ବଞ୍ଚିବୁ, କେବଳ ପରମେଶ୍ୱରଙ୍କ ଉପରେ ଆଶା କରିକି ପ୍ରକୃତିରେ ବଞ୍ଚିବୁ। ସେଥିପାଇଁ ଏ ଗୋଟେ ବିଷୟକୁ ଲକ୍ଷ୍ୟ କରିକି ପରମେଶ୍ୱର ଆମମାନଙ୍କୁ ଏ ପ୍ରକାର ବିଷୟ ଆମ ଜୀବନରେ ରଖୁଛନ୍ତି। କାହିଁକି? ଆମେ ନିଜକୁ ଅକର୍ମଣ ଦାସ ଭାବରେ ପ୍ରକାଶିତ ହବୁ। ଯେତେବେଳେ ଆମେ ଅକର୍ମଣ ଦାସ ଭାବରେ ପ୍ରକାଶିତ ହବୁ, ଜାଣିଛନ୍ତି ଆମେ ଜଣେ ଲୋକ ସେଠି 38 ବର୍ଷ ପରେ ଯୀଶୁଙ୍କର ବାକ୍ୟ ଶୁଣିଲେ ନିଜର ଖଟିଆ ବହିକି ଚାଲି ଯିବା ପାଇଁ ସକ୍ଷମ ହବୁ। କିନ୍ତୁ ଆମେ ଯଦି ନିଜକୁ ସେ ଜାଗାରେ ରଖିବୁ ଯୋଉ ଜାଗାରେ ମୁଁ ନିଜେ ହଉଛି ସ୍ପେଶାଲ ଲୋକ, ମୁଁ ମୋ ପାଇଁ ମୁଁ ନିଜେ କିଛି କରିବା ଦରକାର,
ତେବେ ଆମେ ଜଣେ ଲୋକ ହେଇଯିବୁ, ସେ 38 ବର୍ଷ ପୁରୀ ହବ, କିନ୍ତୁ ସେଠି 38 ବର୍ଷ ପର୍ଯ୍ୟନ୍ତ ସେ କଫରନାହମରେ ବହୁତରେ କଷ୍ଟ ପାଇବ। ଆଁ? ସେଥିପାଇଁ ଆଜି ମୁଁ କଣ କହିବା ପାଇଁ ଚାହୁଁଛି, ତ ସତରେ ଆମର ଇମେଜ କୋଉଟା, ଆମର ପ୍ରତିଛବି ହଉଛି କୋଉଟା? ଚାଲନ୍ତୁ ଭାଇ ଭଉଣୀ ଆଜି ଆମେ ଖୋଜିବା। ଏ ଲୋକ ପୁସ୍ତକ 10 ପର୍ବରେ ଦେଖନ୍ତୁ, 31 ପଦ ଦେଖନ୍ତୁ, ଘଟଣାକ୍ରମେ ଜଣେ ଯାଜକ ସେଇ ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ। ଏହି ପ୍ରକାର ଜଣେ ଲେବୀ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ, କିନ୍ତୁ ଜଣେ ସମ୍ମିଳନୀ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ। ତେବେ ଏ ଜାଗାରେ ଯାଜକ ମଧ୍ୟ ଅଛନ୍ତି, ଲେବୀୟ ମଧ୍ୟ ଅଛନ୍ତି। ଏ ଯାଜକ ଆଉ ଲେବୀୟ ଲୋକମାନେ କୋଉ ଜାଗାରେ କାର୍ଯ୍ୟ କରିବା ଲୋକମାନେ ଜାଣିଛନ୍ତି? ସମାଗମ ତମ୍ବୁ ଭିତରେ କାର୍ଯ୍ୟ କରିବା ଲୋକ। କିନ୍ତୁ ଯଦି ବି ଏମାନେ ସମାଗମ ତମ୍ବୁ ଭିତରେ କାର୍ଯ୍ୟ କରିବା ଲୋକ, କିନ୍ତୁ ଏମାନଙ୍କର ଜୀବନ ଯଦି ଦେଖିବା କହିଲେ, ଏମାନଙ୍କ ହୃଦୟ ଯଦି ଦେଖିବା କହିଲେ, କେବେ ମଧ୍ୟ ସେ ଦରମରା ଅବସ୍ଥାରେ ପଡ଼ିଥିବା ଲୋକକୁ ଦୟା ଦେବା ପାଇଁ ଏମାନଙ୍କ ପାଖରେ ନାହିଁ। ଏମାନଙ୍କ ପାଖରେ କାହିଁକି ଦୟା ନାହିଁ? ଯେହେତୁ ଏମାନଙ୍କ ପାଖରେ ଦୟା ଦେବା ଲୋକ କେବେ ଭେଟି ନାହାନ୍ତି। ତ ଏମାନେ ଜଣେ ଲୋକ ସମାଗମ ତମ୍ବୁ ଭିତରେ ଯେତେବେଳେ କାର୍ଯ୍ୟ କରୁଅଛନ୍ତି, ଏମାନେ ନିଜକୁ ସକ୍ଷମ ବୋଲି ମନେ କରୁଅଛନ୍ତି। ସେଥିପାଇଁ ଏମାନେ ଦୟା ଦେବା ପରିବର୍ତ୍ତେ ଏମାନେ ନିଜର ମୁହଁ ବହୁତରେ ବୁଲେଇକି ଅଲଗା ରାସ୍ତା ବହୁତରେ ଚେଞ୍ଜ କରିକି ଯାଉଛନ୍ତି ଲେଖାଛି। କିନ୍ତୁ ଏ ଜାଗାରେ ଜଣେ ଶୁଣା ଲୋକ ଯାଉଛି। ହେଁ? କିନ୍ତୁ ଏ ଜାଗାରେ ଜଣେ ଲୋକ ସମରଣ ପଥିକ ଯିଏ ଅଛନ୍ତି, ଇଏ ହଉଛନ୍ତି କିଏ? ବାଇବଲରେ ଯୋହନ ପୁସ୍ତକ 6 ପର୍ବରେ ଦେଖିଲେ ମଧ୍ୟ ଆଁ? ସେଠି ଗୋଟେ ସମୀରଣ ପ୍ରକୃତିରେ ସ୍ତ୍ରୀ ଅଛି। ଆଁ? ସମୀରଣ ସ୍ତ୍ରୀ ଅଛି ଯିଏକି ଆଁ? ଟିକେ ଆମେ ଦେଖିବା। ଯୋହନ ପୁସ୍ତକ 6 ନାହିଁ, ଯୋହନ ପୁସ୍ତକ 4 ପର୍ବ। ତ ଯୋହନ ପୁସ୍ତକ 4 ପର୍ବରେ ଯଦି ଆମେ ଦେଖିବା, ଏଇଠି ଜଣେ ସମୀରଣ ସ୍ତ୍ରୀ ଅଛି। ଏ ସମୀରଣ ସ୍ତ୍ରୀ କିଏ ଜାଣିଛନ୍ତି? ଇଏ ହେଉଛି ବିଜାତୀୟ ସ୍ତ୍ରୀ। ଜିହୁଦୀ ଲୋକଙ୍କର ସମୀରଣ ମାନଙ୍କର କୌଣସି ବ୍ୟବହାର ନାହିଁ, ଏମାନଙ୍କର ସମ୍ପର୍କ ନାହିଁ। ଜିହୁଦୀ ଲୋକମାନେ ସମୀରଣ ଲୋକଙ୍କୁ ଘୃଣା କରୁଛନ୍ତି, ଯେହେତୁ ସମୀରଣ ଲୋକମାନେ ହେଉଛନ୍ତି ବିଜାତୀୟ ଲୋକମାନେ। ତ ଜିହୁଦୀ ଲୋକଙ୍କ ସହିତ ଏମାନଙ୍କର କୌଣସି ସମ୍ପର୍କ ନାହିଁ। ଆଁ? କିନ୍ତୁ ଏ ଜାଗାରେ ଜଣେ ସମୀରଣ ସ୍ତ୍ରୀ ଅଛି। ତ ଯୀଶୁ ପ୍ରଭୁତରେ ଯୀଶୁ ମଧ୍ୟ ଏ ଜାଗାରେ ଅଛନ୍ତି। ସେଥିପାଇଁ ଚାଲନ୍ତୁ ଆମେ ଟିକେ ଦେଖିବା। 14 ପଦ ଦେଖନ୍ତୁ, 13-14 ଆମେ ତଳକୁ ଦେଖିବା। ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ ସେ ପୁନର୍ବାର ତୃଷିତ ହେବ, କିନ୍ତୁ ମୁଁ ଯେଉଁ ଜଳ ଦେବି ତାହା ଯେ କେହି ପାନ କରିବ ସେ କେବେ ହିଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଜର ସ୍ୱରୂପ ତାହାଠାରୁ ଉଛୁଳି ଉଠୁଥିବ। ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ ଏଥିପାଇଁ ନ ଲାଗେ, ପୁଣି ପାଣି କାଢିବା ନିମନ୍ତେ ଏ ଏ ବାଟ ଦେବା ଏ ଏତେ ବାଟ ଏଠାକୁ ଆସିବାକୁ ନ ପଡେ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ। ଯୀଶୁ ତାଙ୍କୁ କହିଲେ, ଯାଅ, ତୁମେ ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ। ସ୍ତ୍ରୀ ଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ। ଯୀଶୁ ତାଙ୍କୁ କହିଲେ, ମୋର ସ୍ୱାମୀ ନାହିଁ, ଏହା ତ ଠିକ କହିଲ, କାରଣ ତୁମ୍ଭ 5 ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ ପାଖରେ ଯେ ଅଛନ୍ତି ସେ ତୁମର ସ୍ୱାମୀ ନୁହେଁ। ଏହା ସତ୍ୟ କହୁଅଛି। ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ ଏହା ମୁଁ ଜାଣିପାରୁଛି। ତ ଏ ଜାଗାରେ ସମୀରଣ ପ୍ରତୀକ, ଏ ସମୀରଣ ସ୍ତ୍ରୀ ଯିଏ ଅଛି, ତ ଇଏ ଗୋଟେ ଗୋଟେ କୂଅରେ ଥିଲା। ଏଁ? ଗୋଟେ କୂଅରେ କାହିଁକି ଅଛି? ପାଣି କାଢୁଛି। ତ ଯୀଶୁ ତାଙ୍କୁ କହିଲେ, ମୁଁ ଯୋଉ ଜଳ ଦେବି ଏ ଜଳ ଯିଏ ପାନ କରିବ ସେ କେବେ ମଧ୍ୟ ତୃଷିତ ହେବ ନାହିଁ। ଏଇଟା ହଉଛି ଅନନ୍ତ ଜୀବନଦାୟକ, ଅନନ୍ତ ଜୀବନଦାୟକ ଜଳ, ନିର୍ଜର ସ୍ୱରୂପ ତାଠାରୁ ଉଛୁଳି ଉଠିବ ଲେଖା ଅଛି। ତ ଏ ଜାଗାରେ ସ୍ତ୍ରୀ ଲୋକ ଅଛି ଯିଏକି ପାଣି କାଢିବା ପାଇଁ ଆସିଛି। ପାଣି କାଢିବା ପାଇଁ ଆସିଛି। ଆଉ ତ ସେ 15 ପଦରେ କହୁଛି, ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ସେପରି ଯେପରି ଶୋଷ ନ ଲାଗେ, ପୁଣି ପାଣି କାଢିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡେ, ଏଥି ନିମନ୍ତେ ତ ମୋତେ ସେଇ ଜଳ ଦିଅନ୍ତୁ ଲେଖାଇଛି। ତ ଇଏ ବର୍ତ୍ତମାନ ଯୀଶୁଙ୍କ ଠାରୁ ବାକ୍ୟ ଶୁଣିଲା ପରେ କଣ ମାଗୁଛି? ମୋତେ ପାଣି ଦିଅ,
ମୁଁ ଯେମିତି ଏ ଜାଗାକୁ ଆଉ ଥରେ ରିଟର୍ନ ଆସିବି ନାହିଁ ସେ ପ୍ରକାର ଅନନ୍ତ ଜୀବନର ପାଣି ମତେ ଦିଅ ଯେମିତି ସେ ନିର୍ଜର ସ୍ୱରୂପ ହୋଇ ନିର୍ଜର ଜଳ ସ୍ୱରୂପ ହୋଇ ଉଠିବ। ତ ଯୀଶୁ କହିଲେ ତାର କଥା ଶୁଣିକି ତମର ସ୍ୱାମୀକୁ ଆଣେ ମୁଁ ଦେବି ବୋଲି କହିଲେ। ଇଏ କଣ କହିଲେ ମୋର ସ୍ୱାମୀ ନାହିଁ। ଠିକ କହିଲୁ କିନ୍ତୁ ଏବେ ତୋ ପାଖରେ ଅଛି ସେ ସ୍ୱାମୀ ସେ କିଏ? ତ ସେତେବେଳେ ୟାର କେମିତି ହୃଦୟ ହେଇଥିବ ପାଟି ବନ୍ଦ ହେଇଥିବ ଆରେ ଇଏ କିଏ ଇଏ ମୋର ହୃଦୟର କଥା ପ୍ରକୃତିରେ ଜାଣୁଛନ୍ତି। ଏ ଲୋକ କିଏ ମୋର ହୃଦୟରେ ମୋ ଅନ୍ତରର କଥା ପ୍ରକୃତିରେ ଜାଣିପାରୁଛନ୍ତି। ଇଏ ସିଧାସଳଖ କହିବାର ନିଶ୍ଚିନ୍ତ ଇଏ ଜଣେ ଭବିଷ୍ୟତ ବକ୍ତା ଯେ ମୋର ହୃଦୟର କଥା ପ୍ରକୃତିରେ ଜାଣିପାରୁଛନ୍ତି। ସେଥିପାଇଁ ତଳେ ଯଦି ଦେଖିଲେ 19 ପଦରେ କଣ ଲେଖା ହେଇଛି ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା ମହାଶୟ ଆପଣ ଯେ ଜଣେ ଭାବାଦୀ ଏହା ମୁଁ ଜାଣିପାରୁଛି। ଇଏ ଏକ୍ଜାକ୍ଟଲି ଜାଣିଲା ଯୀଶୁ। ସତରେ ଇଏ ଜଣେ ଲୋକ ବିଜାତୀୟ ସ୍ତ୍ରୀ ଲୋକ ଇଏ 5ଟା ସ୍ୱାମୀ ଦେଇକି ଏବେ 6 ନମ୍ବର ସ୍ୱାମୀ ସହିତ ରହୁଛି। ତ କେବେ ମଧ୍ୟ ୟାକୁ ଦୋଷୀକୃତ ଲାଗୁନାହିଁ। ସତରେ ଆମେ ଯେତେବେଳେ ମଣ୍ଡଳୀ ଭିତରେ ବଞ୍ଚୁଅଛୁ ଆମେ ଗୋଟେ ଚିନ୍ତା ଗ୍ରହଣ କରୁଛୁ ସେକେଣ୍ଡ ଆଉ ଥରେ ଚିନ୍ତା ଆସୁଛି ଆଉ ଥରେ ଚିନ୍ତା ଆସୁଛି ଆଉ ଥରେ ଚିନ୍ତା ଆସୁଛି ଆଉ ଥରେ ଚିନ୍ତା ଆସୁଛି। ଏ ପ୍ରକାର ଆମେ ଅନେକ ଗୁଟେ ଚିନ୍ତା ନେଇକି ପ୍ରକୃତିରେ ବଞ୍ଚୁଛୁ। ଗୋଟେ ଚିନ୍ତାକୁ ମଧ୍ୟ ଆମେ ଅସ୍ୱୀକାର କରୁନୁ ସେକେଣ୍ଡ ଚିନ୍ତା ଗ୍ରହଣ କରିବା ପାଇଁ ଆମେ ବେଶୀ ସହଜ ହୋଇଛୁ। ସତରେ ବାଇବଲରେ ଏ ମଣ୍ଡଳୀ ଭିତରେ ବଞ୍ଚିଲା ବେଳକୁ ଆମେ ଯଦି ଗୋଟେ ବାକ୍ୟକୁ ଅସ୍ୱୀକାର କରୁଛୁ ଦ୍ୱିତୀୟ ବାକ୍ୟକୁ ଅସ୍ୱୀକାର କରିବାଟା ବେଶୀ ସହଜ। କିନ୍ତୁ ବାଇବଲ ମାନେ ଏ ସ୍ତ୍ରୀ ଲୋକ କେମିତି ପ୍ରକୃତିରେ ବଞ୍ଚିଲା ଜାଣିଛନ୍ତି? ଏ ସିଧାସଳଖ ଯୀଶୁଙ୍କୁ କହିଲା ମୁଁ ଜାଣିପାରୁଛି ତମେ ନିଶ୍ଚିନ୍ତ ଜଣେ ଭାବବାଦୀ ବୋଲି। ସେଥିପାଇଁ ଯୀଶୁ ତାଙ୍କୁ କଣ କହିଲେ 21 ପଦରେ ଦେଖନ୍ତୁ ଯୀଶୁ ତାଙ୍କୁ କହିଲେ ଗୋ ନାରୀ ମୋ କଥା ବିଶ୍ୱାସ କର ଯେଉଁ ସମୟରେ ତୁମେ ଏହି ପର୍ବତରେ କିମ୍ବା ଜେରୁସାଲାମରେ ପିତାଙ୍କର ଉପାସନା କରିବ ନାହିଁ ଏପରି ସମୟ ଆସୁଅଛି। କେତେ ଯୀଶୁ କହିଲେ କଣ ବୋଲି କହୁଛନ୍ତି ଗୋ ନାରୀ ମୋ କଥା ବିଶ୍ୱାସ କର ବୋଲି। ମୋ କଥା ବିଶ୍ୱାସ କର ଯେଉଁ ସମୟରେ ତୁମମାନେ ଏହି ପର୍ବତରେ କିମ୍ବା ଜେରୁସାଲେମରେ ପିତାଙ୍କର ଉପାସନା କରିବ ନାହିଁ ଏପରି ସମୟ ଆସୁଅଛି। ତାହା ତୁମମାନେ ଜାଣ ନାହିଁ ତାହା ଉପାସନା କରୁଥାଅ ଯାହାଙ୍କୁ ଯାହାଙ୍କୁ ଆମେ ଜାଣୁ ତାହାଙ୍କୁ ଉପାସନା କରୁଥାଉ କାରଣ ପରିତ୍ରାଣ ଯିହୁଦୀ ମାନଙ୍କ ମଧ୍ୟରୁ ଆସେ। ତେବେ ପରିତ୍ରାଣ କୋଉ ଲୋକ ଦ୍ଵାରା ଆଇବ ଲେଖା ହେଇଛି ଯିହୁଦୀ ମାନଙ୍କ ଦ୍ଵାରା। ସେଥିପାଇଁ ସମୀରଣ ଲୋକ ଯିହୁଦୀ ଲୋକମାନଙ୍କୁ କୌଣସି ବ୍ୟବହାର ନାହିଁ। ସେଥିପାଇଁ ସମୀରଣ ଲୋକଙ୍କୁ ଯିହୁଦୀ ଲୋକ କେବେ ଛୁଁ ନାହାନ୍ତି। ସେଥିପାଇଁ ସମୀରଣ ଲୋକମାନେ ପିଇବା ପାଇଁ ଏକ୍ସଟ୍ରା କୂଅ ଅଛି ଯିହୁଦୀ ମାନେ ପିଇବା ପାଇଁ ଏକ୍ସଟ୍ରା କୂଅ ଅଛି। ସେଥିପାଇଁ ଇଏ ସ୍ତ୍ରୀ ଲୋକ ଜାଣିଲା ମୁଁ ଯଦି ଯୀଶୁ ଦେଉଥିବା ଅନନ୍ତ ଜୀବନର ନିର୍ଝର ସ୍ୱରୂପ ପାଣି ଯଦି ମୁଁ ପାନ କରିବି ନାହିଁ ମୁଁ ସଦାବେଳେ ପାଣି ଏଇ କୂଅକୁ ପ୍ରକୃତିରେ ମୋତେ ଆସିବାକୁ। ଭାଇଭଉଣୀମାନେ ଆମେ ମଧ୍ୟ ଯଦି ବିନା ବାକ୍ୟରେ ବିନା ବିନା ବାକ୍ୟରେ ବିନା ମଣ୍ଡଳୀରେ ବିନା ପରମେଶ୍ୱର ଦାସଙ୍କ ଦ୍ୱାରା ଆମେ କଣ ପ୍ରକୃତିରେ କରିପାରିବା? ସତରେ ଆମେ କିଛି ବି କରିପାରିବା ନାହିଁ ଯଦି ଆମେ ଚିନ୍ତା କରିବା ଡିପଲି। କିନ୍ତୁ ଆମେ କୋଉ ଜାଗାରେ ନିଜକୁ ପାଇବା? ମୁଁ ଅକର୍ମଣ୍ୟ ଦାସ ମୋର କୌଣସି ଅଙ୍ଗ ପ୍ରକୃତିରେ କାର୍ଯ୍ୟ କରୁନାହିଁ। ତେବେ ଆମେ ପ୍ରକୃତିରେ କାହାକୁ ବିଶ୍ୱାସ କରିବା ଜାଣିଛନ୍ତି? ବାକିକୁ ବିଶ୍ୱାସ କରିବା ଯୀଶୁଙ୍କୁ ପ୍ରକୃତିରେ ଅନେଇବା। 38 ବର୍ଷ ରୋଗୀ ଅଛି ଯିଏକି 38 ବର୍ଷ ପର୍ଯ୍ୟନ୍ତ କଫରନାହମରେ ପ୍ରକୃତିରେ ବସିକି ଅଛି। ତ କାହିଁକି ବସିଛି? ଇଏ ଭାବୁଛି ଆଜି ନହେଲେ କାଲି କରିପାରିବି ଆଜି ନହେଲେ କାଲି ପ୍ରକୃତିରେ ଡେଇଁ ପାରିବି। ହଁ ଆଶା ନଥିଲେ ମଧ୍ୟ ଆଶା ଅଛି। କିନ୍ତୁ ୟାର ଆଶା ୟାର ଶକ୍ତି ୟାର ବଳ ଗୋଟେ ଧୀରେ 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 ପ୍ରକୃତିରେ ସରିଯାଉଛି। ଏ ପ୍ରକାର ଭାବରେ 38 ବର୍ଷ ପର୍ଯ୍ୟନ୍ତ ସେ ପୋଖରୀରେ ବସିକି ଅଛି। ତ କାହିଁକି ବସିକି ଅଛି? କୋଉ କାରଣ ପାଇଁ ବସିକି ଅଛି? ଯେହେତୁ ଇଏ ଜଣେ ନିଜକୁ କଣ ବୋଲି ପ୍ରକୃତିରେ ମନେ କରୁଛି ହଁ ମୁଁ କରିପାରିବି। ବାଇବଳ ନାହିଁ ପରିତ୍ରାଣ ପାଇଲା ପରେ ଆମ ପାଖରେ ମଧ୍ୟ କଣ ସେ ପ୍ରକାର ଚିନ୍ତା ନାହିଁ କି? ହଁ ମୁଁ ବିନା ମଣ୍ଡଳୀ ବିନା ମଧ୍ୟ ମୁଁ ବଞ୍ଚି ପାରିବି। ବାକ୍ୟ ବିନା ମଧ୍ୟ ମୁଁ ବଞ୍ଚି ପାରିବି। ହଁ ଚର୍ଚ୍ଚକୁ ନ ଗଲେ ମଧ୍ୟ ମୁଁ କଣ ଧାର୍ମିକ ହେଇକି ସ୍ୱର୍ଗ ଯାଇପାରିବି ନାହିଁ କି? ଆମ ପାଖରେ ମଧ୍ୟ ସମାନ ସେ ପ୍ରକାର ଚିନ୍ତା କାମ କରୁଛି। ସେଠି ଆମେ ଯେତେବେଳେ ଚର୍ଚ୍ଚର ସ୍ୱର ଶୁଣୁଛୁ ଆମକୁ କେମିତି ଲାଗୁଛି? ଏଇଟା କାହିଁକି ଏମିତି କଲେ? ଏଇଟା କାହିଁକି ପ୍ରକୃତିରେ ପାଷ୍ଟ ଏଇଟା କଲେ? ଏମିତି ହବ ନାହିଁ। ଆମେ ପ୍ରକୃତିରେ ସେମିତି ପ୍ରକୃତିରେ ବଞ୍ଚୁଛୁ। କିନ୍ତୁ ଆମେ ଯଦି ଦେଖିବା ମଣ୍ଡଳୀ ଯାହା ଆମକୁ କହୁଛି ଆମେ ସେଇଟା କରିପାରିବା।
ପରମେଶ୍ୱର ଯୋଉଟା କହୁଛନ୍ତି ଆମେ ସେମିତି କରିପାରିବା ଯଦି ଆମେ ଗ୍ରହଣ କରିବା। ସତରେ ଆଁ, ଭାଇ ଭଉଣୀ ମାନେ ଏ ଜାଗାରେ ସ୍ତ୍ରୀ ଲୋକ କଣ ଜାଣିଲା ଜାଣିଛନ୍ତି? ନିଶ୍ଚିନ୍ତ ଏ ଜଣେ ଲୋକ ଭାବାଦୀ। ୟାଙ୍କ ପାଖରେ ନିଶ୍ଚିନ୍ତ ଅନନ୍ତ ଅନନ୍ତ କୋଉ ପ୍ରକାର ପାଣି ଅଛି? ଅନନ୍ତ ଜୀବନର ଅନନ୍ତ ଅନନ୍ତ ଜୀବନ ଅନନ୍ତ ଜୀବନଦାୟକ ନିର୍ଜର ସ୍ୱରୂପ ଜଳ ତାଙ୍କ ଠାରେ ଅଛି ବୋଲି ସେ ଜାଣୁଛି। ସେଥିପାଇଁ ଇଏ ପ୍ରଭୁ ମତେ ବି ଦିଅ ବୋଲି ମାଗୁଛି। ସତରେ ଆମର ହୃଦୟ ଯଦି ନମ୍ର ଅଛି ଆମେ ଆଣ୍ଠେଇକି ପ୍ରଭୁଙ୍କୁ କଣ କହିବି? ପରମେଶ୍ୱର ମୁଁ ଜଣେ ଅଦରକାରୀ ଲୋକ। ପରମେଶ୍ୱର ତମେ ମତେ ପ୍ରେମ କଲ ସେଥିପାଇଁ ଧନ୍ୟବାଦ। ପରମେଶ୍ୱର ମତେ ଅନୁଗ୍ରହ ଦେଲ ସେଥିପାଇଁ ବେଶୀ ଧନ୍ୟବାଦ। ଆଜି ମୁଁ ଜଣେ ଲୋକ ଏ ଜାଗାରେ ସେବା ପାଇବା ପାଇଁ ଆସିଛି। ମୁଁ ସେବା ପାଇବା ଯୋଗ୍ୟ ତାହା ନାହିଁ, କିନ୍ତୁ ମୁଁ ଜଣେ ସେବା ପାଇବା ପାଇଁ ଯୋଗ୍ୟ ନାହିଁ, କିନ୍ତୁ ମତେ ତମେ ସେବା ଦଉଛ। ମତେ ତମେ ଅନୁଗ୍ରହ ଦେଇକି ପ୍ରକୃତିରେ କଢେଇକି ନଉଛ। ତେବେ ଆମ ପାଖରେ କୋଉ ପ୍ରକାର ହୃଦୟ ଆସିବ ଜାଣିଛନ୍ତି? ଧନ୍ୟବାଦର ହୃଦୟ ଆସିବ। ଆମେ ପ୍ରକୃତିରେ ଆଜ୍ଞାବହ ହେଇକି ପ୍ରକୃତିରେ ବଞ୍ଚିବା ହୃଦୟ ପ୍ରକୃତିରେ ଆସିବ। କିନ୍ତୁ ଆମେ ଯଦି ଦେଖିବା ଆଜି ଆମେ ଯୋଉ ବାକ୍ୟ ପଢିଲୁ ସେଠି ବ୍ୟବସ୍ଥା ଶାସ୍ତ୍ରଜ୍ଞ ଅଛି। ବ୍ୟବସ୍ଥା ଶାସ୍ତ୍ରଜ୍ଞ ମାନେ କଣ? ଏ ବ୍ୟବସ୍ଥାକୁ ମାନୁଛି, ବ୍ୟବସ୍ଥା ଅନୁସାରେ ପ୍ରକୃତିରେ ଜୀବନ ବଞ୍ଚୁଛି। ଯଦି ୟା ପାଖରେ କଣ କୋଉ ପ୍ରକାର କ୍ୱେଶ୍ଚିନ୍ ଅଛି? ଅନନ୍ତ ଜୀବନର ଅଧିକାରୀ ହେବାନି କଣ କରିବି? ତା ମାନେ ସବୁ କରିଛି କିନ୍ତୁ କଣ ପାଇନାହିଁ? ଅନନ୍ତ ଜୀବନ ପାଇନାହିଁ। ଜଗତରେ ଲୋକମାନେ ଈଶ୍ୱରଙ୍କ ଇଚ୍ଛା କଣ କହିଲେ କଣ କହୁଛନ୍ତି? ବ୍ୟବସ୍ଥା ପାଳନ କରିବାଟା, ବାଇବଲ ପଢିବାଟା। ଏମିତି କହିବା ପାଇଁ ଚାହୁଁନାହିଁ କି ବାଇବଲ ପଢୁନାହିଁ ବୋଲି, କିନ୍ତୁ ଲୋକଙ୍କର ଚିନ୍ତା ସେ ପ୍ରକାର। ଚର୍ଚ୍ଚକୁ ଯିବାଟା, ଆଜ୍ଞାବହ ହେଇକି ବଞ୍ଚିବାଟା, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଲୋଭ କର ନାହିଁ, ନିଜର ପ୍ରତିଭାସୀକୁ ଆତ୍ମତୁଲ୍ୟ ପ୍ରେମ କର। ଏଇଟା ପରମେଶ୍ୱରଙ୍କ ଇଚ୍ଛା ବୋଲି ପ୍ରକୃତିରେ କହୁଛି। ପରମେଶ୍ୱରଙ୍କ ଇଚ୍ଛା ଏଇଟା ନାହିଁ। ପରମେଶ୍ୱରଙ୍କ ଇଚ୍ଛା କଣ ଜାଣିଛନ୍ତି? ଯୌନ ପୁସ୍ତକ 6 ପର୍ବର ବାକ୍ୟ ଯଦି ଦେଖିବେ ତ ସେଠି ଲେଖା ହେଇଛି ଏକ୍ଜାକ୍ଟଲି ପରମେଶ୍ୱରଙ୍କ ଇଚ୍ଛା କଣ ଲେଖା ହେଇଛି। ଟିକେ କାଢନ୍ତୁ ଯୌନ ପୁସ୍ତକ 6 ପର୍ବର 38, 39, 40 ପଦ। କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ମୁଁ ସ୍ୱର୍ଗରୁ ଅବତରଣ କରିଅଛି। ଆଉ ମୋହର ପ୍ରେରଣକର୍ତ୍ତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାଙ୍କୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା। କାରଣ ଯେ କି ପୁତ୍ରଙ୍କୁ ଦର୍ଶନ କରି ତାଙ୍କ ଠାରେ ବିଶ୍ୱାସ କରେ ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋର ପିତାଙ୍କର ଇଚ୍ଛା। ଆଉ ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି। ତ ପରମେଶ୍ୱରଙ୍କ ଇଚ୍ଛା କଣ? କର୍ମ କରିବାଟା ନା ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କ ଠାରୁ ବିଶ୍ୱାସ କରିବାଟା ଲେଖା ହେଇଛି? କର୍ମ କରିବାଟା ଲେଖା ହେଇଛି ନା ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କ ଠାରୁ ବିଶ୍ୱାସ କରିବାଟା ଲେଖା ହେଇଛି? ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କ ଠାରୁ ବିଶ୍ୱାସ କରିବାଟା ଲେଖା ହେଇଛି। କିନ୍ତୁ ଲୋକ ଉଲ୍ଟା ଜାଣିছে। ପରମେଶ୍ୱର ଇଚ୍ଛା କଣ କହିଲେ? ହଁ, ବ୍ୟବସ୍ଥା ମାନବାଟା, ଦଶ ଆଜ୍ଞା ପାଳନ କରବାଟା, ମୁଖସ୍ଥ କରବାଟା। ଲୋକ ସେମିତି ଭାବୁଛନ୍ତି, କିନ୍ତୁ ସେଇଟା ନାହିଁ। ବ୍ୟବସ୍ଥା ପରମେଶ୍ୱର ଆମମାନଙ୍କୁ ଦେଲେ ପାପର ଜ୍ଞାନ ଜନ୍ମେଇବା ନାହିଁ। ବ୍ୟବସ୍ଥା ଆମମାନଙ୍କ ଭିତରେ ଥିବା ପାପକୁ ପ୍ରକୃତିରେ ପ୍ରକାଶ କରୁଅଛି। ସେଥିପାଇଁ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଜଣେ ଲୋକ ଅନନ୍ତ ଜୀବନ ପାଇବ ନାହିଁ। ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମ ହେବ। ସେଥିପାଇଁ ବ୍ୟବସ୍ଥା ଯେଉଁ ଲୋକମାନେ ପାଳନ କରିବେ ଧାର୍ମିକ ହେବା ପରିବର୍ତ୍ତେ ଅନନ୍ତ ଜୀବନ ପାଇବା ପରିବର୍ତ୍ତେ ସେମାନେ ଅନନ୍ତ ନରକକୁ ପ୍ରକୃତରେ ଭେଟିବେ। ସେଥିପାଇଁ ବ୍ୟବସ୍ଥା ହେଉଛି ଆମମାନଙ୍କୁ କୋଉ ଜାଗାରେ ରଖୁଛି? ସେଠି ଶିକ୍ଷକ ଭାବରେ ଆମମାନଙ୍କୁ ପ୍ରକୃତରେ ବିଚାର କରୁଛି। ତ ବ୍ୟବସ୍ଥା କଣ ବିଚାର କରୁଛି? ନ୍ୟାୟ ବିଚାର କରୁଛି। ବ୍ୟବସ୍ଥା କେତେବେଳେ ଲାଗୁ ହେବ? ଯେତେବେଳେ ଅପରାଧ ପ୍ରକୃତି ଅଛି, ପାପ ଯେତେବେଳେ ଅଛି। ସେଥିପାଇଁ ପରମେଶ୍ୱର ପାପ ଥିବା ଲୋକମାନଙ୍କୁ ବ୍ୟବସ୍ଥା ଦେଇଛନ୍ତି। ଯେଉଁ ଲୋକମାନେ ଜାଣିବେ ବ୍ୟବସ୍ଥା ଯେତେବେଳେ ପାଳନ କରିବା ପାଇଁ ଟ୍ରାଏ କରିବେ, ସେ ସମୟରେ ଜାଣିବେ ମୁଁ ବ୍ୟବସ୍ଥା ପାଳନ କରିବା ପାଇଁ ସକ୍ଷମ ନାହିଁ। ସେଥିପାଇଁ ଲୋକ ପ୍ରକୃତିରେ ହାତ ଉଠେଇବେ, ପରମେଶ୍ୱର ମୁଁ ଆଉ ପାରିବି ନାହିଁ, ମୋ ପାଇଁ ପରମେଶ୍ୱର ମୋତେ ଅନୁଗ୍ରହ ଦିଅ, ମୋ ପାଇଁ ଆପଣ କରନ୍ତୁ। ତ ସେ ସମୟରେ 38 ବର୍ଷ ରୋଗୀ ପରି ଯୀଶୁ ପ୍ରକୃତିରେ କଣ କହିବେ? ତୋ ପାଇଁ ମୁଁ ସବୁ କରିସାରିଛି। 38 ବର୍ଷ ରୋଗୀକୁ ଯୀଶୁ କହିବା ପୂର୍ବରୁ ଯୀଶୁ ତାକୁ ଅଲରେଡି ଶକ୍ତି ଦେଇ ସାରିଛନ୍ତି। ସେ ଜାଗାରେ ଜଣେ ଏକା ଲୋକ ଥିଲା ସେମିତି ନାହିଁ, ସେ ଜାଗାରେ ଅନେକ କଞ୍ଜ ଶୁଷ୍କାଙ୍ଗ ପୀଡ଼ିତ ଥିଲେ ଲେଖା ହେଇଛି। କିନ୍ତୁ ଯୀଶୁ କାହିଁକି ଅନ୍ୟ ଲୋକମାନଙ୍କ ପାଖକୁ ଯାଇପାରିଲେ ନାହିଁ? କୋଉ କାରଣ ପାଇଁ ଯୀଶୁ ସେମାନଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ? କାରଣ ସମସ୍ତଙ୍କର ହୃଦୟ ପ୍ରକୃତିରେ କରିପାରିବା ଜାଗାରେ ପ୍ରକୃତିରେ ଅଛି।
କିନ୍ତୁ ଯୀଶୁ ଏଇ 38 ବର୍ଷ ରୋଗୀକୁ ଦେଖିଲେ ଇଏ ଜଣେ ଲୋକ ଅନ୍ୟ ଉପରେ ନିର୍ଭର କରିବାଟା ହୃଦୟ ପ୍ରକୃତରେ ରଖି ଅଛନ୍ତି। ସେଥିପାଇଁ ଯୀଶୁ କୋଉ ଲୋକ ପାଖରେ ଯାଉଛନ୍ତି ଜାଣିଛନ୍ତି? ଯୀଶୁ ସେ ଲୋକ ପାଖରେ ଯାଉଛନ୍ତି ଯୋଉ ଲୋକମାନେ ହଉଛନ୍ତି ଅକର୍ମଣ୍ୟ ଦାସ, ଯୋଉ ଲୋକମାନେ ପ୍ରକୃତିରେ କରିପାରୁନାହାନ୍ତି। ଯୀଶୁ ସେ ଲୋକ ପାଖରେ ପ୍ରକୃତିରେ ଯାଉଛନ୍ତି। ଯୀଶୁ ଆଁ ବେବିଚାରୀ ସ୍ତ୍ରୀ ପାଖରେ ଗଲେ, ଯୀଶୁ ଲାଜାର ପାଖରେ ଗଲେ, ଯୀଶୁ 38 ବର୍ଷ ରୋଗୀ ପାଖରେ ଯାଇ ଅଛନ୍ତି, ଯୀଶୁ ସମୀରଣ ସ୍ତ୍ରୀ ପାଖରେ ଗଲେ। ସେ ଜାଗାରେ ଅନେକ ଗୁଡ଼ିଏ ବିଷୟକୁ ଆମେ ଦେଖିପାରିବା। ଯୀଶୁ ସେ ଲୋକମାନଙ୍କ ପାଖରେ ଯାଇ ଅଛନ୍ତି ଯୋଉ ଲୋକମାନେ କିଛି କରିପାରୁନା। ସତରେ ଆମେ ମଧ୍ୟ ଏ ଜାଗାରେ ବସି ଅଛୁ, ଆମେ ମଧ୍ୟ ବାକ୍ୟକୁ ଶୁଣୁଅଛୁ। ହଁ, ଆମ ପାଖକୁ ଆମେ ଯୀଶୁଙ୍କ ପାଖକୁ ଯାଇଛୁ ସେମିତି ନାହିଁ। ପରମେଶ୍ୱର ଆମମାନଙ୍କୁ ଖୋଜି ଖୋଜି ଯୀଶୁଙ୍କୁ ଆମମାନଙ୍କ ଘରକୁ ପଠେଇ ଅଛନ୍ତି। ସେଥିପାଇଁ ଆମେ ଜଣେ ଲୋକ ଯୀଶୁଙ୍କ ଦ୍ୱାରା ଅନୁଗ୍ରହ ପାଇଲୁ। ଯୀଶୁଙ୍କ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରକୃତିରେ ପାଇଲୁ, ଯାହାକି ଅନନ୍ତ ନିର୍ଝର ସ୍ୱରୂପ ଲେଖାଯାଇଛି। ସେଥିପାଇଁ ଏ ବାକ୍ୟ ହଉଛି ବେଶୀ ମୂଲ୍ୟବାନ। ଯୋଉ ମଣ୍ଡଳୀ ଭିତରେ ଆମେ ବଞ୍ଚୁଅଛୁ ସେ ମଣ୍ଡଳୀ ହଉଛି ବେଶୀ ମୂଲ୍ୟବାନ ହେଇ, କିନ୍ତୁ ଶୈତାନ କେବେ ମଧ୍ୟ ଜଣେ ନରକ ଯିବା ପାଇଁ ଚାହୁଁନାହିଁ। ସେଥିପାଇଁ ଶୈତାନ କଣ ଚାହୁଁଛି? ଆମକୁ ଚିନ୍ତା ଦଉଛି। ସବୁ କଥା ପାଷ୍ଟରଙ୍କର ଶୁଣିଲେ ହବ ନାହିଁ, ସବୁ ପାଦରାଣୀଙ୍କର ଶୁଣିଲେ ହବ ନାହିଁ, ଚର୍ଚ୍ଚ ହେଲେ ହବ ନାହିଁ। ଆମେ ପ୍ରକୃତି ସେ ପ୍ରକାର ମନେ କରୁଛୁ। ତାମାନେ ଆମେ ପ୍ରକୃତିରେ ନିଜର ଚିନ୍ତାକୁ ମଧ୍ୟ ବଡ଼ କରୁଛୁ। କିନ୍ତୁ ଭାଇ ଭଉଣୀମାନେ, ଆମେ ଯଦି ଦେଖିବା ପରମେଶ୍ୱର ଆମକୁ କୋଉ ଜାଗାରେ ପାଇବା ପାଇଁ ଚାହୁଁଛନ୍ତି? ପରମେଶ୍ୱର ଆମମାନଙ୍କୁ ସେଠି ଦରମରା ଅବସ୍ଥା ଲୋକର ଜାଗାରେ ପାଇବା ପାଇଁ ଚାହୁଁଛନ୍ତି। ଏ ଦରମରା ଅବସ୍ଥାରେ ପଡ଼ିଥିବା ଲୋକ ୟା ପାଇଁ ଯଦି ସମୀରଣୀ ପ୍ରତୀକ ନାହାନ୍ତି, ସତରେ ଇଏ ଜଣେ ପାନ୍ଥଶାଳାକୁ ନେଇ ଇଏ ପ୍ରକୃତିରେ ଯାଇପାରିବ କି? କେବେ ବି ନାହିଁ, କେବେ ବି ଯାଇପାରିବ ନାହିଁ। ସେଥିପାଇଁ ପାନ୍ଥଶାଳାକୁ ନେବା ପାଇଁ ପରମେଶ୍ୱର ଏ ଦରମରା ଅବସ୍ଥାରେ ପଡ଼ିଥିବା ଲୋକକୁ ଡକେଇତ ମାନଙ୍କୁ ଦେଇଛନ୍ତି। ତା ମାନେ ଡକେଇତ ମାନେ ଏ ଦରମରା ଅବସ୍ଥାରେ ପଡ଼ିଥିବା ଲୋକ ପାଇଁ କୋଉ ପ୍ରକାର କାମ କରୁଛନ୍ତି? ଯୀଶୁଙ୍କୁ ଅନେଇବା କାମ କରୁଛନ୍ତି। ଯେମିତି ଏ ଯୀଶୁଙ୍କ ପ୍ରକୃତିରେ ଅନେଇବ, ଯେମିତି ଏ ସମରଣୀୟ ପ୍ରତୀକକୁ ପ୍ରକୃତିରେ ଅନେଇବ। ସେଥିପାଇଁ ଏ ସମରଣୀୟ ପ୍ରତୀକ ୟା ପାଇଁ କିଏ ଉଦ୍ଧାରକର୍ତ୍ତା ହେଇଯାଉଛନ୍ତି। ସତରେ ଆମେ ମଧ୍ୟ ଯେତେବେଳେ ନିଜେ କିଛି ନ କରିପାରିବା ଲୋକ ଭାବରେ ଛିଡ଼ା ହବ, ପରମେଶ୍ୱର ସେ ଜାଗାରେ ଆମମାନଙ୍କ ନିମନ୍ତେ ପ୍ରକୃତିରେ କାର୍ଯ୍ୟ କରିବେ। ଭାଇମାନେ, ଗୋଟେ ବାକ୍ୟ ଲେଖା ହେଇଛି, ଆମେ ଦେଖିବା। ହିତୋପଦେଶ ବାକ୍ୟ ଟିକେ କାଢନ୍ତୁ। ହିତୋପଦେଶ 4 ବାକ୍ୟ ଟିକେ କାଢନ୍ତୁ। ହିତୋପଦେଶ 4 23 ପଦ, 4:23। ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁର ଜୀବନର ପ୍ରଭାବ ଜନ୍ମେ। ଆଁ? ବାଇବଲ କଣ କହୁଛି? ତୁମ ହୃଦୟକୁ ଯତ୍ନରେ ରଖ ଲେଖା ହେଇଛି। ସେ ଜାଗାରେ କଣ ପ୍ରଭାବିତ ହେବ ଲେଖା ହେଇଛି? ଯେହେତୁ ତହିଁରୁ ଜୀବନର ପ୍ରଭାବ ଜନ୍ମେ ଲେଖା ହେଇଛି। ସେଠି ଆମେ ଯେତେବେଳେ ସରଳ ଜୀବନ ବଞ୍ଚିବା ପାଇଁ ଚାହୁଁଛୁ, ସେ ସମୟରେ ଆମେ ଧ୍ୱଂସ ହେଇଛୁ। କିନ୍ତୁ ଆମେ ଯେତେବେଳେ ଟିକେ ବୋଝଗ୍ରସ୍ତର ଜୀବନ ବଞ୍ଚିବୁ, ସେ ଜାଗାରେ ଯୀଶୁ ଅଛନ୍ତି, ଯୀଶୁ ସେ ଜାଗାରେ କାମ କର। ସେଥିପାଇଁ କଣ ଲେଖା ହେଇଛି? ତୁମ ହୃଦୟକୁ ଅତି ଯତ୍ନରେ ରଖ ଲେଖା ହେଇଛି। ପରମେଶ୍ୱର କାହିଁକି ଯତ୍ନରେ ରଖ କହୁଛନ୍ତି? ଆମେ ନିଜର ହୃଦୟକୁ ଯତ୍ନ କରିପାରୁନୁ। 38 ବର୍ଷ ରୋଗୀ ନିଜକୁ ଯତ୍ନ କରିପାରିଲା ନାହିଁ। ସମରଣୀୟ ସ୍ତ୍ରୀ ନିଜକୁ ଯତ୍ନ କରିପାରିଲା ନାହିଁ। ଆଉ କିଏ ପକ୍ଷାଘାତୀ ରୋଗୀ ନିଜକୁ ଯତ୍ନ କରିପାରିଲା ନାହିଁ। ଲାଜାର ମଧ୍ୟ ନିଜକୁ ଯତ୍ନ କରିପାରିଲା ନାହିଁ। ସେଥିପାଇଁ ଯୀଶୁ ସେମାନଙ୍କୁ ଯତ୍ନ କଲେ। ସେଥିପାଇଁ ଯୀଶୁ ସେମାନଙ୍କର କଣ ହେଇଗଲେ? ଯୀଶୁ ସେମାନଙ୍କୁ ଉଦ୍ଧାରକର୍ତ୍ତା ପ୍ରକୃତିରେ ହେଇଯାଉଛନ୍ତି। ସତରେ ଆମେ ଯଦି ନିଜକୁ ଯୀଶୁଙ୍କ ପ୍ରକୃତିରେ ଦେଉଛୁ, ସେ ସମୟରେ ଯୀଶୁ ଆମମାନଙ୍କର ହୃଦୟକୁ ଯତ୍ନ କରିବେ। ଆମେ ଯୀଶୁଙ୍କ ଦ୍ୱାରା ପ୍ରକୃତିରେ ଯତ୍ନ କରାଯିବ। ଯୀଶୁଙ୍କ ଦ୍ୱାରା ପ୍ରକୃତିରେ ଆମେ ଯତ୍ନ କରିକି ପ୍ରକୃତିରେ ଅନୁଗ୍ରହ ପ୍ରକୃତିରେ ପାଇବୁ। ସେଠି ଆପଣମାନେ ଦେଖିଥିବେ, ଯେତେବେଳେ ଆମେ ଘରକୁ କରେଣ୍ଟ ପ୍ରକୃତିରେ ନେଉଛୁ, ସେଠି 2ଟା ତାର ପ୍ରକୃତିରେ ଆସିଥାଏ, 3ଟା ତାର ଆସିଥାଏ। ଗୋଟେ ତାର ହଉଛି ପ୍ଲସ, ଆଉ ଗୋଟେ ତାର ହଉଛି ମାଇନସ, ଆଉ ଗୋଟେ ହଉଛି ଏର୍ଥିନ ଥିବ। ତ ଏର୍ଥିନ କଣ କରୁଛି? ଏର୍ଥିନ କାମ ନାହିଁ କି ଏ 2ଟା ତାରକୁ ସପୋର୍ଟ କରୁଛି। ଯେତେବେଳେ ବିଜୁଳି ମାରୁଛି, ଏର୍ଥିନ ପ୍ରକୃତିରେ
ସପୋର୍ଟ କରୁଛି, ବିଜୁଳିରୁ ପ୍ରକୃତିରେ ରକ୍ଷା କରୁଛି। ତ ପ୍ଲସ୍ କଣ କାମ କରୁଛି? ପ୍ଲସ୍ ସଦାବେଳେ କରେଣ୍ଟ ପ୍ରକୃତିରେ ଦଉଛି। ତ ଗୋଟେ ତାରରେ କେତେ ଭୋଲ୍ଟର ପ୍ରକୃତିରେ କରେଣ୍ଟ ଆସୁଛି ଜାଣିଛନ୍ତି? 11,000 ପାୱାରର କରେଣ୍ଟ ଆସୁଛି। ଏଁ? 11,000 ପାୱାର କରେଣ୍ଟ ଆସୁଛି। ଆମ ଘରେ କେତେ କେତେ ଭୋଲ୍ଟ ଆମେ ୟୁଜ୍ କରୁଛୁ? କେତେ କେତେ ପାୱାର ୟୁଜ୍ କରୁଛୁ? 230 240 ପାୱାର ଆମେ ୟୁଜ୍ କରୁଛୁ। ଉଁ? ତ ସେତିକି ୟୁଜ୍ କରିବା ପାଇଁ ମଧ୍ୟ ଆ, ଆମ ପାଖରେ 11,000 ୟୁଜ୍ କରିବା ପାଇଁ ଆମ ପାଖରେ ଆମ ଘରେ ନାହିଁ ଆଜ୍ଞା। ଆମେ 230ର ଭୋଲ୍ଟ ୟୁଜ୍ କରୁଛୁ, ନହେଲେ 240 ଆମେ ୟୁଜ୍ କରୁଛୁ। ତ ମାଇନସ୍ କଣ କରୁଛି? ମାଇନସ୍ ତାର ଯୋଉଟା ଅଛି ସେ କଣ କରୁଛି ଜାଣିଛନ୍ତି? ଯେ ସଦାବେଳେ କଣ କରୁଛି? ପ୍ଲସ୍ ଠାରୁ ରିସିଭ୍ କରିକି ଇଏ ପ୍ରକୃତିରେ ପଠଉଛି। ସେଥିପାଇଁ ମାଇନସ୍ ଯେତେବେଳେ ଆମେ ଛିଡ଼ା ହେବା, ପ୍ଲସ୍ ଠାରୁ ଅନୁଗ୍ରହ ପାଇକି ଆମେ ପ୍ରକୃତିରେ ବଞ୍ଚିବା। ସେଥିପାଇଁ ଆମେ ଯେତେବେଳେ ମାଇନସ୍ ହେବା, ଯିଶୁ ପ୍ଲସ୍ ହେବେ, ସେ ସମୟରେ ଆମେ କଣ ହେଇଯିବା ଜାଣିଛନ୍ତି? ଆଶୀର୍ବାଦ ପାଇବା। ସେଥିପାଇଁ ଭାଇ ଭଉଣୀମାନେ ଚାଲନ୍ତୁ, ପରମେଶ୍ୱର ଆଜି ଆମମାନଙ୍କୁ କୋଉ ଜାଗାରେ ରଖିବା ପାଇଁ ଚାହୁଁଛନ୍ତି? ସେ ଦରମରା ଅବସ୍ଥାରେ ପଡ଼ିଥିବା ଲୋକର ଜାଗାରେ ରଖିବା ପାଇଁ ଚାହୁଁଛନ୍ତି। ସତରେ ଆପଣ ଯେତେବେଳେ ଦରମରା ଅବସ୍ଥାରେ ପଡ଼ିଥିବା ଲୋକର ଜାଗାକୁ ଯିବେ, ଆପଣମାନେ ଜାଣିବେ ଏ ମଣ୍ଡଳୀକୁ ଯିବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନାହିଁ ବୋଲି ପ୍ରକୃତରେ ପାଇବି। ତ ସେ ସମୟରେ ଆପଣମାନଙ୍କ ଲାଇଫରେ ଚର୍ଚ୍ଚରେ ଆସିଲେ ଖୁସି ହେବେ, ବାକ୍ୟ ଶୁଣିଲେ ଖୁସି ହେବେ, ପାଷ୍ଟରଙ୍କ ଦ୍ୱାରା ଅନୁଯୋଗ ଶୁଣିଲେ ଖୁସି ହେବେ। ଆଁ? ସତରେ। କିନ୍ତୁ ଯେତେବେଳେ ଆପଣମାନେ ନିଜକୁ ପ୍ଲସ୍ ଜାଗାରେ ରଖିବେ, ଆପଣମାନେ କଣ କରିବେ ଜାଣିଛନ୍ତି? ଖାଲି ସ୍ପାର୍କିଂ ହବ। ସ୍ପାର୍କିଂ ହବ, ପ୍ଲସ୍ କୁ ପ୍ଲସ୍ ହେଲେ ସ୍ପାର୍କିଂ ହେଇଯିବ। ସେଠି ଟ୍ରାନ୍ସଫର୍ମର ପୋଡ଼ିଯିବ ସେ ଜାଗାରେ। ସେଥିପାଇଁ ଆମକୁ ମାଇନସ୍ ବି ଦରକାର। ମାଇନସ୍ ହଉଛି ଆମ ପାଇଁ ବେଶୀ ଲାଭ, ପ୍ଲସ୍ ହେଲେ କ୍ଷତି। କିନ୍ତୁ ପ୍ଲସ୍ କିଏ ହେବା ଦରକାର? ଯୀଶୁ ହେବା ଦରକାର। ଆମେ ମାଇନସ୍ ହେଲେ ପ୍ଲସ୍ ଠାରୁ ଅନୁଗ୍ରହ ପାଇକି ପ୍ରଭୁରୁ ବଞ୍ଚିବା। ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ମଙ୍ଗଳ ପରମେଶ୍ୱର, ତୁମେ ଆଜି ଅନୁଗ୍ରହ ଦେଲ, ଦୟାକୁ ଦେଲ, ସେ ପାଇଁ ଧନ୍ୟବାଦ ଦେଉଛୁ। ଆଉ ଲୁକ ପୁସ୍ତକ 10 ବାକ୍ୟ ଆମମାନଙ୍କୁ ଦେଲ। ସେଠି ଜଣେ ଦରମର ଅବସ୍ଥାରେ ପଡ଼ିଥିବା ବ୍ୟକ୍ତି ଅଛି, ଯିଏକି ଡକାୟତ ମାନଙ୍କ ହାବୁଡ଼ରେ ପଡ଼ିକି ଡକାୟତ ମାନେ ତାର ଲୁଗାପଟା ଛଡ଼େଇ ନେଇକି ତାକୁ ଦରମର ଅବସ୍ଥାରେ ଛାଡ଼ିକି ଚାଲିଗଲେ ଲେଖା ହେଇଛି। ତା ମାନେ ସେ ଜାଗାରେ ଲେବୀୟ ବି ଅଛନ୍ତି, ଯାଜକ ବି ଅଛନ୍ତି। କିନ୍ତୁ ଏମାନେ ଯେତେବେଳେ ସେ ରାସ୍ତା ଦେଇକି ଗଲେ, ସେମାନେ ନିଜ ମୁହଁକୁ ବୁଲେଇକି ଅଲଗା ରାସ୍ତା ଦେଇକି ଚାଲିଗଲେ ଲେଖା ହେଇଛି। କିନ୍ତୁ ସେ ଜାଗାରେ ଜଣେ ସମୟଣୀୟ ପଥିକ ଅଛନ୍ତି, ଯିଏକି ଏ ଦରମରା ଅବସ୍ଥାରେ ପଡ଼ିଥିବା ଲୋକକୁ ଦେଖିକି ଦୟାରେ ବିଗଳିତ ହେଲେ। ସତରେ ଆମେ ଜଣେ ଲୋକ ଏ ସମୟଣୀୟ ପଥିକକୁ ନ ଭେଟିଲେ ଆମେ ପ୍ରକୃତରେ ନିଶ୍ଚିତ ଭାବରେ ଧ୍ୱଂସର ରାସ୍ତାରେ ପ୍ରକୃତରେ ଯିବୁ। ଏ ସମୟଣୀୟ ପଥିକର ପ୍ରତିଛବି ହେଉଛି ଯୀଶୁଙ୍କର ପ୍ରତିଛବି। ସେଥିପାଇଁ ଯୀଶୁ ତାଙ୍କୁ ସେବା କଲେ, ଯୀଶୁ ତାଙ୍କୁ ଅନୁଗ୍ରହ ଦେଲେ। ଠିକ୍ ସେହିପରି ପରମେଶ୍ୱର ତୁମେ ଆମ ସମସ୍ତଙ୍କୁ ମଧ୍ୟ ଯୀଶୁଙ୍କ ଦ୍ୱାରା, ଯୀଶୁଙ୍କ ରକ୍ତ ଦ୍ୱାରା ଆମକୁ ଧାର୍ମିକ ପବିତ୍ର କରୁଛୁ। କିନ୍ତୁ ଆମେ ଯେତେବେଳେ ଧାର୍ମିକ ପବିତ୍ର ହେଲୁ, ମଣ୍ଡଳୀ ଦ୍ୱାରା ଯେତେବେଳେ ଆମେ ସେବା ପାଉଛୁ, ଆମମାନଙ୍କ ହୃଦୟ ପବିତ୍ର ଅଟୋମେଟିକ୍ ସେ ଜାଗାରେ ଧୀରେ ଧୀରେ ଉଚ୍ଚା ପବିତ୍ର ହେଇଯାଉଛି। କିନ୍ତୁ ପରମେଶ୍ୱର ଆଜି ଆମମାନଙ୍କୁ ମାଇନସ୍ ହେବା ବିଷୟରେ ତୁମେ କହିଲ, ଯେମିତି ଆମେ ମାଇନସ୍ ହେଇକି ପ୍ରକୃତିରେ ବଞ୍ଚିବୁ, ସେ ଜାଗାରେ ପ୍ଲସ୍ ଠାରୁ ଅନୁଗ୍ରହ ପାଇକି ପ୍ରକୃତିରେ ଆମେ ବଞ୍ଚିବୁ। ପରମେଶ୍ୱର ବେଶୀ ଧନ୍ୟବାଦ ଦେଉଛି, ଆଜି ମୋତେ ସୁନ୍ଦର ସୁଯୋଗ ଆମମାନଙ୍କୁ ଦେଲେ, ଆମେ ଦ୍ୱାରା ସର୍ଭିସ୍ ମଧ୍ୟ କରିପାରିଲୁ। ଆଜିର ଉପାସନାକୁ ଧନ୍ୟବାଦ ଦେଇ ପ୍ରାର୍ଥନା ଶୁଣି ଆସ। ଅଳ୍ପ ନିବେଦନ ହାଜର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍।